तो आम संस्कृत पिलांकर पिले भगवान करन सेमते न आसु उभय लैंग्वेज रे आसले पिले सुविधा टे कहीं ना पेडागोजीटा इंग्लिश रे पढ़िबा आ संस्कृत रे पढ़िया भितर टिके ये रहउची ना नहीं इंग्लिश रे आसले बर खाली इंग्लिश रे आसंदा से गोटे प्रकार प्लस पॉइंट हम्म जी सर किसी संस्कृत वर्ड अच्छी जम्मा भी बुझा पड़नी इंग्लिश पेडागोजी रो किंतु हम्म इंग्लिश का बुझा जाउची किंतु संस्कृत टा जम्मा बुझा पड़नी कहना पेड़ा सेटा का असुविधा सीडीपी टा पिले विषय ही पिले इंग्लिश रे सेटा ना नहीं आ ताको संस्कृत रे ट्रांसलेशन कला निहाती भाव रे पिले वर्ड गुडा के एपट सेपट हेबे ही हेबे हला तथापि देखा जो कोन होउची पिले आशा अछि त दीटा जाक लैंग्वेज रे आसीया पई पिले हला इंग्लिश और संस्कृत रे उभय भाषा रे आसीबार पिले आशा अछि तापरे पिले देखिबा कोन होउची ओ सर पीटी पिलांकर केमिति आसीबो तांकर तो खाली इंग्लिश रे आसीयो तांकर तो किछि लैंग्वेज तांकर केवल इंग्लिश रे आसीयो आउ समस्त ने इंग्लिश रे आसीबो हला केवल हिंदी संस्कृत पिलां को छाडी देला परे बाकी समस्त मोर इंग्लिश लैंग्वेज रे ही आसीबो हो चलो हम टिके प्ले देखि दबा तुमको प्ले स्क्रीन शो करछि त जी सर चलो सर एटा आगुरु सिना मेंशन करथिले हां खाली संस्कृत रे देइथांते कोन किछि मेंशन करनांती बाइलिंगुअल तो कहिथिले मेंशन करथिले बाइलिंगुअल रे आसीबो बोली हां आज्ञा आउ कोन होउछि प्ले देखा जाओ हिंदी पिला मध्ये टिके न काजे हैरान हेतिबे सर बहुत आमे हैरान भी तो होती सर हैरान हिंदी पिला सर में आमे भी हैरान हबु ना किछि टेंशन नियनि पिला हला तथापि हला देखा जाओ किछि जो एते व्यस्त शब्दर होनी वर्ड पिले किछि जानिबो छाड़ दिए आ किछि उपाय नै सर सर तापर संस्कृत टा टाइम टेकिंग अधिक नै जे सर इंग्लिश आम इंग्लिश रे पढ़ी पढ़ी अच्छु ना इंग्लिश रे जति हम्म इजी हेबे संस्कृत टा तार टाइम अधिक नै जिवो सर ता पछरे बुझिलार से ऑप्शन चारटा बुझिलार टाइम नै जिवो किंतु इंग्लिश टारे जेहेतु पढ़ी पढ़ी सब अच्छु ସେଇଟା କି ଇଜି ହୁଅନ୍ତା ସାର୍ କିନ୍ତୁ କାଲି ହଁ କଣ ଇଂଲିଶ ଟା ସହଜ ପିଲା ଆକ୍ଚୁଆଲି ଇଂଲିଶ ଟା ବୁଝିବା ବି ସହଜ ତାପରେ ଇଂଲିଶ ର କହିଲେ ମ୍ୟାମ୍ जो प्रकार जो क्वेश्चन आसी से वर्ड थिले से आंसर आसीगले बुझा पड़िबो सेटा ହଁ ଇଂଲିଶ ର କୋଉ ଗୋଟେ ୱାର୍ଡ ଦେଖିଦେଲେ जाने ତମେ ଦେଇଥିଲु ଜାଣିଦବ ଯେ ହଁ ଏଇଟା ଆନ୍ସର ହବ ବୋଲି ନା ନାଇଁ ଏବେ ହଁ ହ୍ୟୁମାନିଷ୍ଟ ଆସିଲେ ସାର୍ ଡାଇରେକ୍ଟ ଜଣା ପଡିଯିବ ଯେ କଲ୍ ରୋଗର୍ସ ଉପରେ ସେ ପଚାରୁଛି ହୁଁ କୋଶ୍ଚିନ୍ ହଁ ଟା ବୁଝା ହଁ ପଡିଯିବ ହଁ ହ୍ୟୁମାନିଷ୍ଟ ସାର୍ କିନ୍ତୁ ଲେଖୁଥିବ ଏବେ ଜଣା ତ ୟାର ମାନେ ମକ୍ ଟେଷ୍ଟ ଦେଇଛୁ ମାନେ ଇଂଲିଶ ଦେଖି ଦେଖା କରିକି ମାନେ ଅଭ୍ୟାସ ହେଇଗଲାଣି ଏବେ ହଁ ଅଭ୍ୟାସ ଠିକ ହେଇଗଲାଣି ଅଛି ପ୍ରାକ୍ଟିସ ହେଇଗଲାଣି ହଉ କିଛି ବ୍ୟସ୍ତ ହୁଅନି ବହୁତ ପିଲା ହେଲା କଷ୍ଟ କିଛି ଲାଗିଲାଣି ଅସୁବିଧା ହଉନି ଟିକେ ତମକୁ ଟାଇମ ଟେକିଂ ଲାଗିବ ସିନା ପିଲା ତଥାପି ହେଇଯିବ ହେଲା କିଛି ତା ପାଇଁ ଏତେ ଇଏ ହେଲେ ପୁଣି ବାକି ସବୁ ପାଠ ତମେ ଭୁଲିଯିବ ସେଥିପାଇଁ ଟେନସନ ନିଅନି ସେଟାକୁ ନେଇକିରି ଏକ୍ସାମ ଟାଇମ ରେ ଯେତେ ମାଇଣ୍ଡ କୁ ଇଏ ରଖିବ ସେତେ ଭଲ ହେଲା ଯାହା ହବ ଦେଖିବା ପରୀକ୍ଷାରେ ପିଲା ଆଉ ସମସ୍ତଙ୍କ ସମାନ ହବ ନା ଆଉ ହେଲା ସେଥିପାଇଁ ତାକୁ ନେଇକି ଏତେ ୱରିଡ ହୁଅନି ତମେ ତମର ପ୍ରିପାରେସନ ଭଲସେ କରିଥାଅ ପିଲେ ତେଣିକି ପରୀକ୍ଷାରେ କଣ ଆସୁଛି ଦେଖିବା ହେଲା चलो से ଦେଇଛି ପିଲା ଲର୍ନିଂ ଇଜ ମୋର ଅର ଲେସ୍ ଡ୍ୟାଶ ମୋଡିଫିକେସନ ଅଫ ବିହେଭିୟର କଣ ହବ परमानेंट परमानेंट ठीक ସାର୍ ସାଂସ୍କ୍ରିଟ ରେ କୁହନ୍ତୁ ଆଉ ଇଂଲିଶ ରେ କୁହନ୍ତୁ ସଂସ୍कृତ ରେ କହିବା ପିଲେ ହଁ ହଁ ହଉ ଚାଲ ତାହଲେ ଶିକ୍ଷଣ ପିଲା ନ୍यूनाधिकम ଡ୍ୟାଶ ବ୍ୟବହାର ସେ ପରିବର୍ତ୍ତନ ତ କୋଉ ଭଳିଆ ବ୍ୟବହାର ପରିବର୍ତ୍ତନ ପିଲେ ସ୍ଥାୟୀ ଆଉ ପରିବର୍ତ୍ତନ ନା ନାଇଁ ହୁଁ चलो संस्कृत रे କରିବା ପିଲେ ନିମ୍ନଲିଖିତେଷु କଃ ସିଦ୍ଧାନ୍ତଃ ଶିକ୍ଷଣ कार्यात प्राक ମାନେ ଶିକ୍ଷଣ କାର୍ଯ୍ୟ ପୂର୍ବରୁ विद्यार्थीषु अभिप्रेरणा जनयितुम आवश्यक तो विद्यार्थी ମାନଙ୍କ ଭିତରେ ଥିଲେ ମୋଟିଭେସନ କ୍ରିଏଟ କରିବା ପାଇଁ ଆବଶ୍ୟକ ତ ଶିକ୍ଷଣ କାର୍ଯ୍ୟ ପୂର୍ବରୁ ପିଲେ କୋଉ ଜିନିଷ तत्परता ଆସିବ यह सिद्धांत ତତ୍ପରତା ହିଁ ଆସିବ ତତ୍ପରତା ୟା ସିଦ୍ଧାନ୍ତ ତତ୍ପରତା ଅଛି କାହିଁକି ନା ଗୋଟେ ସାର୍ ପିଲା କେତେବେଳେ ୟୁଜ୍ କରାଯାଏ ନା ସେ କହୁଛି ପ୍ରାକ୍ ଶିକ୍ଷଣ କାର୍ଯ୍ୟର ପୂର୍ବରୁ ପିଲେ ସବୁବେଳ ପାଇଁ ରେଡିନେସ୍ ଆସିବ ରେଡିନେସ୍ ବା ଯୋଉ ତତ୍ପରତା ହେଲେ ହିଁ ତତ୍ପରତା ହିଁ ସାର୍ ତା ଭିତରେ ତତ୍ପରତା ମାନେ ଆଗେ ଆଗେ ରେଡି ହବା ଯୋଉଟା ହଁ ଯୋଉଟା ରେଡି ହବା ଏଇ ଯୋଉ ଆଜ୍ଞା ସବୁ ପିଲା ଲ ଅଫ ରେଡିନେସ୍ ଏଗୁଡା ସବୁ କିଏ ଦେଇଥିଲେ थर्नडाइक ଥର୍ନଡାଇକ ଥାର୍ନଡାଇକ ପିଲେ ହେଲା ଜୋନ୍ ଅଫ ପ୍ରୋକ୍ସିମାଲ ଡେଭଲପମେଣ୍ଟ କୁ ପିଲେ ସଂସ୍କୃତରେ କହନ୍ତି ସମୀପସ୍ଥ ବିକାଶ କ୍ଷେତ୍ରମ୍ ବୁଝିଲ ତ କହୁଛି ପିଲେ ସମୀପସ୍ଥ ସମୀପ ମାନେ ହଁ ସମୀପସ୍ଥ ବିକାଶ କ୍ଷେତ୍ରମ୍ इति अवधारणा सह कस्य शिक्षण सिद्धान्तः सम्बन्धितः कस्य
ବାଇଗୋସ୍କି। ବାଇଗଣ କିନ୍ତୁ ପ୍ରାୟ ପିଲେ ଯେତିକି ମୋର ଆଉ ଗୋଟେ ବ୍ରୁନର ବି ଥିଲେ। ବ୍ରୁନର ଥିଲେ ଯେ କିନ୍ତୁ ମୁଖ୍ୟ ହେଲା ଝିଅ ୟା ଦେହରେ ବ୍ରୁନର ଅପସନ ବି ଦେଇନି ନା ନାଇଁ। ଅପସନ ନାହିଁ। ହଁ ତାପରେ ମୁଖ୍ୟତଃ ପିଲେ ଜୋନ ଅଫ ପ୍ରୋକ୍ସିମାଲ ଡେଭଲପମେଣ୍ଟ କହିଲେ କାହାକୁ ବୁଝେଇବ? ବାଇଗୋଟ୍ସ କୁ ହିଁ ବୁଝେଇବ। ସାର୍ ଏଇଟା ଟେମ୍ପରାରି ହେଲ୍ପ ଯୋଉଟା ନା। ଦେଖ ପରୀକ୍ଷାରେ ମତେ ସାର୍ ଯେତିକି ଏଇଟା ଲାଗୁଛି ପିଲେ ସେ ଯୋଉ ସମୀପସ୍ଥ ବିକାଶ କ୍ଷେତ୍ର ଲେଖିଥିବ ବି ସାଂସ୍କିଟ ରେ କିନ୍ତୁ ବ୍ରାକେଟ ରେ ଦେଇଥିବ ପିଲେ ZPD ବୋଲି ଲେଖିଥିବ ସେ ବୁଝଉଛି। ଯଦି ଟିକେ ଟିକେ ଇନଷ୍ଟ୍ରକ୍ସନ ବି ଦେଇଥିବ ନା ତାହେଲେ ହେଲ୍ପଫୁଲ ହବ ଯଦି ନା ପୁରା ନାଇଁ ନାଇଁ ଏମିତି ଦେଇଦେଇଥିବ ଇନଷ୍ଟ୍ରକ୍ସନ ଦବନି, ହିନ୍ଦୀରେ ସେମିତି ଯଦି ହିନ୍ଦୀରେ ଦେଇଥାନ୍ତା ତାହେଲେ ହିନ୍ଦୀରେ ହିନ୍ଦୀ ସାର୍ ତ ପିଲାଙ୍କୁ ବି କିଛି ତ ଦେଇନି ନା। କିଛି ଦେଇନି ସେ। ହିନ୍ଦୀ ପିଲାଙ୍କର ପିଲେ କଣ ହେଇଛି କି ହିନ୍ଦୀ ପିଲାଙ୍କର ଯୋଉ ସିଡିବି ସେ ପକେଇଲା ପିଲେ ହିନ୍ଦୀ ପିଲାଙ୍କର ଯୋଉ ସିଟେଟ ରେ ପିଲେ ଯୋଉ ଆସୁଛି ପ୍ରଶ୍ନ ସିଡିପି ରେ ଗୋଟେ 30 ମାର୍କ ସିଡିପି ଆସୁନି ଯୋଉ ସିଟେଟ ପିଲାଙ୍କ ସିଟେଟ ରେ କ୍ୱେଶ୍ଚନ ପେପର ରେ ଜି ସାର୍। ତ ସେଥିରେ ସେ କଣ କରିছে ତାଙ୍କୁ ହିନ୍ଦୀରେ ମିଳିଗଲା ପିଲେ ତ ହିନ୍ଦୀରେ ତାଙ୍କୁ ଆରାମ ସେ କଣ ଆଭେଲେବୁଲ ତାଙ୍କ ପାଖରେ ଅଛି କିନ୍ତୁ ସାଂସ୍କିଟ ର ସିଡିପି ତାଙ୍କୁ ମିଳିବାଟା କଷ୍ଟ ହେଇଯିବ। ବୁଝିହଉଛି ନା ମାନେ ନାଇଁ ଯଦି ସେଇଟା ତାଙ୍କୁ ମିଳିବା ପାଇଁ କଷ୍ଟ ହେଇଥାନ୍ତା ତାହେଲେ ସେମାନେ ଯୋଉ କ୍ୟାନସଲ ହେଲା ସେତେବେଳେ ସେମାନେ କେମିତି ପକେଇଥିଲେ? କୋଉଟା ଝିଅ? ସେତେବେଳେ ଇଂଲିଶ ୱାର୍ଡ କୁ ସାଂସ୍କ୍ରିଟ ସେଇଟାକୁ ଆଉଥରେ ଏମିତି ହିନ୍ଦୀରେ ହେଇଥିଲା ନା କ୍ୟାନ୍ସଲ ହେଲା। କ୍ୟାନସଲ ହଁ ପରୀକ୍ଷାରେ ତ ସେ ପକେଇଥିଲେ ନା 20 ମାର୍କ ସାଂସ୍କ୍ରିଟ ରେ ହଁ ତ ପେଡାଗୋଗି ଟା। ସେଥିପାଇଁ ସେଇ ଜିନିଷ ଟା ଯଦି ସେମାନେ ମାଇଣ୍ଡରେ ରଖିବେ କି ନା ସାଂସ୍କିଟ ପିଲାଙ୍କର ଥରେ କ୍ୟାନସଲ ହେଇଥିଲା ଏଥିପାଇଁ ତ ଆମେ ବେଟର ହବ କି ଦିଟା ଲାଙ୍ଗୁଏଜ ରେ ପକେଇବା ପାଇଁ ଯଦି ସେମିତି ଭାବିକିରି ପିଲେ ପକେଇବେ ଯଦି କଣ ହବ କିଛି କହିପାରିବେନି ପିଲେ ସାର୍ କୋଶ୍ଚିନ୍ ବୁଝିଲା ତ ଅଲରେଡି ତିଆରି ହେଇ ସାରିବଣି। ହଁ କୋଶ୍ଚିନ ଅଲରେଡି ପ୍ରିପେୟାର ହେଇଯିବଣି କିନ୍ତୁ ପ୍ରିପେୟାର କଲା ବେଳେ ସେମାନେ ଧ୍ୟାନରେ ରଖିଥିବେ ସାଂସ୍କିଟ ପିଲାଙ୍କର ହେଇଥିଲା କ୍ୟାନସଲ ବୋଲି ଏମିତି ପାଇଁ ବୁଝି ହଉଛି ନା ନାଇଁ ତ ସେଇଟାକୁ ଯଦି ମାଇଣ୍ଡରେ ସମସ୍ତେ ରଖି ଠାକୁରଙ୍କୁ ଡାକିବା। ଚାଲ କିଛି ବି ପିଲେ ପୂର୍ବାନୁମାନ କରିହବନି ହେଲା। ସାର୍ ଆପଣଙ୍କ ଭଏସ ଇକୋ ହେଉଛି। ମୋର ଭଏସ ପିଲେ ଇକୋ ହଉଛି କି ନାଇଁ ତ? ନାଇଁ ସାର୍ ଠିକ ଅଛି ଠିକ ଅଛି। ଚାଲ କ୍ଲିୟର ଆସୁଛି। ସେ କହୁଛି ସାର୍ ପିଲେ ଆଜି ଯୋଉ ଭଳିଆ କୋଶ୍ଚିନ୍ ପକେଇଥିଲେ ଆପଣ ସେଇଭଳିଆ କୋଶ୍ଚିନ୍ ଆସିବ। ଏଇଭଳିଆ ଯେ ଆସିବା କଥା ଦିଅ ଏଇଭଳିଆ ହିଁ ଆସିବ ପିଲେ ପାଖାପାଖି ପ୍ରଶ୍ନ ଠିକ ଅଛି ଆଜି ଯେମିତି ଏଇ ପ୍ରଶ୍ନ ଭାଷାଟା ପତ୍ର ଏଇଟାରେ ବୁଝି ହଉଛି ସହଜ ଅଛି କିନ୍ତୁ ସିଏ ଟିକେ କ୍ରିଟିକାଲ ପକେଇବ। ହଁ। ଠିକ ଅଛି କାହିଁକିନା ୟାର ପିଲେ ଯୋଉଟା ସାଂସ୍କିଟ ମୁଁ ପକେଇଛି ଏଇଟା ମୋ ହିସାବରେ ମୁଁ ଟ୍ରାନ୍ସଲେଟ କରିଛି ପିଲେ ଠିକ ଅଛି ତ ମୁଁ ଆଟଲିଷ୍ଟ ଦେଖି ଚାହିଁକିରି କରିଛି। ଆଉ ସେମାନେ ଆଖି ବନ୍ଦ କରିକି ପିଲେ ଏଇ ଇଂଲିଶ ଟର୍ମ ଟାକୁ ମାରିଦେବେ ପିଲେ ଗୁଗଲ ରେ ଯାହା ଆସିବ ସେଇଟାକୁ ପକେଇଦେବେ କୋଶ୍ଚିନ ରେ ଆଉ ସେଇଆ ତ ହୁଏ ପରୀକ୍ଷାରେ ପ୍ରାୟ ଆଉ କଣ ସେମାନେ କରନ୍ତି ପିଲେ ସେମାନେ ଆଉ କଣ ଗୋଟିଏ ଗୋଟେ ୱାର୍ଡ ର ଦେଖି ଦେଖିକି କରନ୍ତି ନା କଣ? ତାର ଏମିତି ତ ହେଲେ ଆମ ପାଖେ ତ କମ ସମୟ ଅଛି ଆମେ ତ ବୁଝିଲା ବେଳକୁ ଟାଇମ ପଳେଇଥିବ। ହୁଁ। ଟାଇମ ବି ନାହିଁ ଜମା 2 ଘଣ୍ଟା ଅଛି 2.5 ଘଣ୍ଟା ଦେଇଥାନ୍ତେ। ହଉ ଦେଖ ଯଦି ପିଲେ ସାଂସ୍କିଟ ରେ ଆସିଲା ସି ପାର୍ଟ ତମେ ମାନେ ସି ପାର୍ଟକୁ ରଖିବ ସି ପାର୍ଟକୁ ପ୍ରଥମେ ତା ପାଖକୁ ନ ଯାଇକିରି ତମାନେ ପ୍ରଥମେ 130 ମାର୍କ କୁ ବହୁତ ଭଲ ସେ ମାଇଣ୍ଡ ଖଟେଇକିରି ବିନା ମିଷ୍ଟେକ ରେ କରିବ ହେଲା। ବୁଝିଲ ପ୍ରଥମେ ତମେ ସିଡି ପାର୍ଟକୁ ସ୍କିପ୍ କରିବ ପ୍ରଥମେ ସିଡି ପାର୍ଟ ପାଖକୁ ଯିବନି କାହିଁକିନା ମାଇଣ୍ଡ ତମର ଡାଇଭର୍ଟ ହେଇଯିବ ଆରମ୍ଭରୁ ମାଇଣ୍ଡ ଖରାପ ହେଇଥିଲେ ପ୍ରୋବ୍ଲେମ ହବ ମାନେ ନେକ୍ସଟ କୋଶ୍ଚିନ ପାଇଁ ଅସୁବିଧା ହବ। ହଁ ତ ସେଥିପାଇଁ ତମ ମାନେ ବେଟର ହବ ହେଲା କାହାର ପିଲା ଅନମ୍ୟୁଟ ଅଛି କି ଟିକେ ଇଏ ମିଉଟ କରିଦିଅ ହେଲା। ତ ସେଥିପାଇଁ ତମମାନଙ୍କୁ ବେଟର ହବ କି ପ୍ରଥମେ ତମ ମାନେ 130 ମାର୍କ ସାଂସ୍କିଟ କର କାହିଁକିନା ସାଂସ୍କିଟ ଆମ ପାଇଁ ସହଜ ବି ଆଉ ସାଂସ୍କିଟ ଆମର ନିଜ ବିଷୟ ବି ହଁ ତ ନିଜ ବିଷୟରେ ନିହାତି ଭାବରେ ଆମର ଭଲ ହିଁ ହବ। ତ ସେଥିପାଇଁ ତମେ ଆରମ୍ଭରୁ ସାଂସ୍କିଟ କରିବସିବ 130 ମାର୍କକୁ ପୁରା ମାଇଣ୍ଡ ଖଟେଇକିରି ଆରାମସେ କରିବ ଯେତେ ସମୟ ଲାଗିଲେ ପଛେ ଲାଗୁ 130 ମାର୍କକୁ କରିବ। 130 ମାର୍କ ସରିଲା ପରେ ତାପରେ ସବୁ ସମୟ ପିଲେ ଦେଇଦବ କାହାକୁ ଆଉ ତ 130 ମାର୍କ ଟେନସନ ନଥିବ ସରିଯାଇଥିବ। ଏଇ 20 ମାର୍କକୁ ଦେଖି ଦେଖିରି ଆସ୍ତେ ଆସ୍ତେ ପିଲେ ଭାବି ଚିନ୍ତିକିରି କରିବ ଆଉ ହେଲା। ସେଥିପାଇଁ ଏବେ କେବେଠୁ କିଛି ମାଇଣ୍ଡ ପିଲା ଇଏ ଡାଇଭର୍ଟ କରନି ଆରାମସେ ତମେ ତମର ପ୍ରିପେୟାର ପିଲେ କର ଠିକ ଅଛି। ଚାଲ କହୁଛି ପିଲେ ନିମ୍ନଲିଖିତେଷୁ କହ ବୈଜ୍ଞାନିକ ବାସ୍ତବିକ ସ୍ୱ ଆଉ ଆଦର୍ଶ ସ୍ୱୟୋହ ମଧ୍ୟ ଅନୁରୂପତୟା ବିଚାରମ୍ ସମର୍ଥୟତେ। କିଏ ପିଲେ? କାର୍ଲ ରୋଜର୍ସ। କାର୍ଲ ରୋଜର୍ସ ପିଲେ ଠିକ ଅଛି ସାର୍ ହୁଁ। ସାର୍ ମୁଁ ଟିକେ ଲେଟରେ ଜଏନ୍ ହେଲି ସାର୍ ଆମର ଯୋଉ ଇଂଲିଶ ପଢାକୁ ସେଟା କଣ ସାଂସ୍କିଟ କେବଳ ଆସିବ କି? ଆସିବ ବୋଲି ତ ଝିଅ ହିନ୍ଦୀ ପିଲାଙ୍କର ଦେଖିଲେ ସେମିତି ଲାଗୁଛି କଣ ହଉଛି ଝିଅ ଦେଖିବା ଆଉ। ହେଲା। ଆଉ ପିଲା ନିମ୍ନଲିଖିତେଷୁ କିମ୍ ସମୀଚୀନମ୍ ଶିକ୍ଷଣମ୍ ପରିପକ୍ୱତା ଚ ପରସ୍ପରମ୍ ଅସମ୍ବନ୍ଧମ୍ ଶିକ୍ଷଣମ୍ ପରିପକ୍ୱତାମ୍ ଆନୟତେ କୋଉଟା ପିଲା ହବ ପରିପକ୍ୱତା ଅଗ୍ରିମ ଶିକ୍ଷଣାୟ ଅନୁକୂଳ ଅପସନ ସି ପରିସ୍ଥିତି ଜନୟତି। ସେଇ ଅପସନ ତ ଟା। ଏଇଟା ହିଁ ଠିକ ରହିବ ପିଲେ ନା ନାଇଁ। ପରିପକ୍ୱତା ହିଁ ପିଲା ଅଗ୍ରିମ ଶିକ୍ଷଣ ପାଇଁ କଣ କରିଥାଏ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥାଏ। ତାପରେ କହୁଛି ଶିକ୍ଷଣସ୍ୟ ତତ୍ ଦୃଷ୍ଟିକୋଣମ୍ ୟତ ଶିକ୍ଷାର୍ଥୀନାଂ କୃତେ
अत्यंत लाभदायकम और सकारात्मकम तो कोटा पिले विद्यार्थी विद्यार्थी ये तो केंद्रित केंद्रित विद्यार्थी विद्यार्थी केंद्रित विद्यार्थी केंद्रित पिले ठीक कौची कक्षायाम विषय वस्तु वितरणे विविधता आनयने तो कौन हो पिले शिक्षार्थीनां कठिन परिश्रमस्य वर्धनम शिक्षार्थीषु भ्रांतिः सम्मानस्य वर्धनम आ विविध शिक्षार्थीनां कृते उत्तम शिक्षा तो कोटा ही परियो पिले ए जिनसटा ही हबो ऑप्शन डी की हब हाँ, ठीक अच्छे तो विविध शिक्षार्थीनां कृते पिले उत्तम ଏଇଟା କଣ शिक्षा ପାଇଁ ହବନି ସମ୍ମାନ ଶିକ୍ଷା या ବର୍ଦ୍ଧନମ ତ ଏଇଟା ବେଶୀ ଆପ୍ରୋପ୍ରିଏଟ ଲାଗୁଛି। देखो समान क्लास शिक्षा डाइवर्सिटी देइछि ठीक अच्छे समान शिक्षा यहाँ वर्धनम झियो सेटा ठीक जिनस ना कहना ता भितरे पिला मन भितरे बहुत डाइवर्सिटी थाए ठीक अच्छे कि समस्त को उत्तम शिक्षा मिल पारिबो ए जिनसटा ठीक रहइबो ଆଉ ପିଲେ ନିମ୍ନଲିଖିତେଷु କିମ୍ ପ୍ରଭାବପୂର୍ଣ୍ଣ ଶିକ୍ଷଣ ସଂଗଠନस्य ଘଟକମ୍ ନାସ୍ତି କୁହ ତ ପିଲେ ସ୍ପଷ୍ଟ ଶିକ୍ଷଣ ଉଦ୍ଦେଶ୍ୟାନି ବିବିଧ ଅନୁଦେଶାତ୍ମକ ରଣନୀତି ସମସ୍ତ ବିଦ୍ୟାର୍ଥୀନାं कृते ସମାନ ଶିକ୍ଷା सर ନିରନ୍ତର ଏଇଟା ହବନି ପରୀକ୍ଷଣମ୍ ତଥା ସେଇଟା ପ୍ରତିପୁଷ୍ଟି ପ୍ରଦାନମ୍ ଏଇଟା ହିଁ ହବ ପିଲେ ସେ ହେଲା ଠିକ କାହିଁକିନା ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ପିଲେ ସମାନ ଏ ଯୋଉ ଇନଷ୍ଟ୍ରକ୍ସନ ମାନେ ପିଲେ ସମାନ ଇନଷ୍ଟ୍ରକ୍ସନ ଦିଆଯାଇ ପାରିବନି ठीक अच्छे कहीं पिला भितर विविधता थाए समस्त भिन्न भिन्न रहिबो आउ जदि एकस्मै बालाय कथा पुस्तक पठनम रोचते तदा व्यास अभिप्रेरणा भवति आंतरिक आंतरिक अभिप्रेरणा आंतरिक पिले ठीक अच्छे निम्नलिखितेषु किम शिक्षण अधिगम सामग्री न टीचर 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 पिले टीचर केबेले शिक्षण अधिगम सामग्री हबनी आउ पिले रचनात्मक परिप्रेक्ष्ये मूल्यांकनम कथम दृश्यते ऑप्शन सी हाँ रचनात्मक प्रतिपृष्टि प्रतिपुष्टि प्रदानाय तथा विकास संवर्धनाय प्रक्रिया रूपेण ठीक आउ पिले रचनात्मक मूल्यांकनम भवति बी ड्यूरेशन बेटा अनुदेशनस्य मध्ये अनुदेशनस्य मध्ये ठीक आउ जेटा अनुदेशनस्य अंतिमे सेटा पिले कोन हबो अरे सेटा जोटा पिले समेटिव होची पिले समेटिव इवैल्यूएशन कोन कहउछन संस्कृत रे संकलनात्मक संकलनात्मक मूल्यांकन आउ जोटा पिले ये डायग्नोस्टिक निदानात्मक निदानात्मक आउ जोटा रिमेडियल उपचारात्मक उपचारात्मक हला आउ पिले शिक्षण रूपेण मूल्यांकनम हला शिक्षण रूपेण मूल्यांकनम शिक्षणस्य मूल्यांकनम आ गोटे पिले कोन शिक्षणाय मूल्यांकनम इकणाय हला ताले पिले शिक्षण रूपेण मूल्यांकनम इत्यस्य मुख्य लक्ष्यम किम कुह तो पिले एडा हबो कोन छात्राणाम Option सतत B. शिक्षायाम विकासे च सहयोग प्रदानाय ठीक हला चलो तापरे पिले यदा कस्यचित् समूहस्य गतिविधीनाम् अवलोकनं तस्य समूहस्य केनचित् सदस्येन क्रियते तदा तत् कथ्यते को भलिया प्रतिभागी प्रतिभागी। अवलोकनम प्रतिभागी अवलोकन पार्टिसिपेंट ऑब्जर्वेशन ठीक अछि आउ पिले परीक्षणस्य मानचित्र मानचित्र पिले ब्लूप्रिंट परीक्षण निर्माणस्य डैश अवस्थायां क्रियते केतेବେଳେ କରାଯାଇଥାଏ ପିଲେ योजना 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 योजनायां क्रियते ठीक निम्नलिखितेषु शिक्षक निर्मित परीक्षण मानकीकृत परीक्षणयोः मध्ये किम अंतरम कोन पिले डिफरेंस अछि मानदंड मानदंड निर्धारण मानदंड निर्धारण ठीक हला सर ये जो नॉर्म माने सेटा होची मानदंड निर्धारण हबो संस्कृत रे संस्कृत में मानदंड निर्धारण क्राइटेरिया क्राइटेरिया आउ पिला मूल्यांकन रूपेण असाइनमेंट इत्यस्य प्राथमिक उद्देश्यम किम ऑप्शन ए कौन देछि छात्राणां पाठ्यक्रम सामग्रीणां बोधस्य तथा अनुप्रयोगस्य मूल्यांकनम ठीक हला असाइनमेंट सेति पई ही दिया जाय था आउ पिले उपलब्धि परीक्षण निर्माणे निम्नलिखितेषु किम न विचारणीयम कौन पिले विचार करा जीवनी विविध प्रकार परीक्षण वस्तुभ्यः भारांक प्रदानम परीक्षणस्य उद्देश्यम शिक्षणस्य सामग्री
परीक्षार्थी नाम सामाजिक आर्थिक स्थिति तो एटा ऑब्वियसली सर एटा ऑप्शन डी सामाजिक आर्थिक आर्थिक स्थिति हाँ तो एटा कौन आवश्यक निम्नलिखितेषु किं निर्दिशति यत् परीक्षण वस्तुनि मूल्यांकनाय स्थित विषय वस्तु संबंधिनी स्युः तो कौ जिनसटा पिले वैधता 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 पिले ठीक सर ए क्वेश्चन टिके ଟିକେ ସାର୍ ବୁଝେଇ ଦିଅନ୍ତୁ से कहूँ कि माने परीक्षा तुम जो माने माने जो कौन परीक्षा जो जो आइटम तुम पकेब तो सेटा एई भली आइटम हवा दरकार कि जोटा मूल्यांकन पाई जहाँ स्थिर होइछि तो सेई जिंस संबंधी हेतियार अछि ठीक अछि ताकू कवर करथुआर अछि ତା ଉଦ୍ଦେଶ୍ୟକୁ ଫୁଲଫିଲ କରୁଛି ଯୋଉଟା ସେଇଟା उद्देश्य को ଏଇ फुलफिल ଯୋଉ ଚାରିଟା ଅଙ୍କର ସାର୍ ଯୋଉ ଏଇ ଚାରିଟା ଅଙ୍କର ଟିକେ ସର୍ଟ ମାନେ ଗୋଟେ ଗୋଟେ ୱାର୍ଡ କହି ଦିଅନ୍ତୁ ଯୋଉ ୱାର୍ଡ ଦେଖିକି ଜାଣି ହେଇଯିବ ସର୍ଟ ରେ विश्वसनीयता झियो माने बारंबार परीक्षण करबा फଳରେ ठीक अछि माने कोन होतो पिले ବିଶ୍ଵସନୀୟତା ବୁଝିଆ ଯାଉଛି ଏଇଟା ସ୍ଥିରତା ଆସିଥାଏ କନସିଷ୍ଟେନ୍ସିଟା ଆସୁଛି ଯୋଉ ସ୍ଥିରଟା ଆସୁଛି हाँ ଆଉ ଅସମାନତା ଟିକେ କହିଦିଅ। समान निष्कर्ष है ना समान निष्कर्ष पिले रिलेबिलिटी बा विश्वसनीयता उपले हमें कोन कहि परिबा कि पुनः माने पौनः पुण्येन परीक्षण हला परीक्षणेन अपि ठीक अछि ए भले पिले संस्कृत रे कहले हबो ना पौनः पुण्येन परीक्षणेन अपि कोन पिले समान मूल्यम लभ्यते बा पिले समान निष्कर्ष लभ्यते तल ताको हमें कोन कहबा विश्वसनीयता ସ୍ଥିର ତ ହବ ସ୍ଥିର विश्वसनीयता ठीक अछि आउ सेमति ଭାଇନା पिले ଗୋଟେ ଗୋଟେ व्यवहार ମିନିଟ ଆସେସମେଣ୍ଟ ଫର ଲର୍ଣ୍ଣିଂ ଆସେସମେଣ୍ଟ ଏଜ ଲର୍ଣ୍ଣିଂ ଆଉ ଆସେସମେଣ୍ଟ ଅଫ ଲର୍ଣ୍ଣିଂ ସେଟା ଟିକେ ସାଂସ୍କୃତ ଟିକେ କହୁନାହାନ୍ତି କଣ ସେଟା କୁହାଯିବ असेसमेंट फॉर लर्निंग हैला जियो कोन पिले शिक्षण आय मूल्यांकनम हैला आ तापरटा असेसमेंट ऑफ जोटा सेटा शिक्षणस्य मूल्यांकनम आ जोटा असेसमेंट आज लर्निंग जोटा अछि सेटा हला शिक्षण रूपेण मूल्यांकनम ଆଜ୍ଞା हैला सर समेटिव इवैल्यूएशन संस्कृत रे कोन कहजिवो कागो सर ସମିଟିଭ समेटिव इवैल्यूएशन सेटा जोगात्मक कहउचंती नल तो संकलनात्मक कहउचंती दी प्रकार हे परियो जोगात्मक भी और संकलनात्मक भी आ सर फॉर्मेटिव टा कोन कहबा रचनात्मक फॉर्मेटिव ସଂଗଠନାତ୍ମକ ବି କହୁଛନ୍ତି ସେଟାକୁ संगठनात्मक भी कहि परियो हैला सर वैधता और निष्पक्षता विषय रे भी ठीक कहि दियंतु हाँ ऑब्जेक्टिविटी बा निष्पक्षता पिला में काउ कहउचे ତାର ବାୟୋସନେସ ନଥିବ ସେଇଟା ऑब्जेक्टिविटी ला बायसनेस नथिबो अर्थात ताको हमें कोन केमति कहि परियो पिले संस्कृत रे कहले ଅବଜେକ୍ଟିଭ ଉଦ୍ଦେଶ୍ୟମୂଳକ ହଁ ତାର ଉଦ୍ଦେଶ୍ୟଟା ଥିବ କି ସେ माने ପକ୍ଷପାତଟା उद्देश्य କରିବ माने जे जोथरे पक्षपात करा जाय पानुथो माने जनकर मत माने सेथरे मुख्य नथिबो ठीक अछि आ बाकी यूजेबिलिटी प्ले कोन कहबा व्यावहारिकता माने पोस्ट आवश्यक होनथिबो अनायासेन संचालनम ठीक अछि परीक्षणस्य अनायासेन संचालनम ठीक अछि माने सीमलेसली प्ले ताकू संचालन करा जाय परतो ताकू ही कहै छै प्ले यूजेबिलिटी बोली सर वैलिड आउथर कोइ भैलिडिटी जो उद्देश्य माने मूल्यांकन जोथि पाई करूछ तो सही जिंस संगे तुम क्वेश्चन पेपरटा संबंधित इतिहार अछि ठीक अछि जेमते एटे देइछि जे परीक्षण वस्तु गुडिक मूल्यांकन पई रहिथिबा विषय वस्तु संबंधी इतिहार अछि ताकू ही कहै जाय छै वैधता बोली सर स्कैफोल्डिंग ର ସଂସ୍କୃତ କଣ स्काफ फोल्डिंग पिले कहउछन कोन कहउछन्ती ଯୋଉ ଆଲମ୍ବନ ନା କଣ ଗୋଟେ ଥିଲା ନାଇଁ ନାଇଁ ସ୍କାପ ହୋଲ୍ଡିଂ ପିଲେ କହୁଛନ୍ତି ସେଟା କଣ ପିଲା କହୁଛନ୍ତି ପରା ଦେଖିବା ଆମର ସେ ଯୋଉ ଏ ପେଡାଗୋଜି ବହିରେ ପିଲେ ସେଥିରେ ଲେଖା ହେଇଥିଲା ସ୍କାପ ହୋଲ୍ଡିଂ ଟା ଯୋଉଟା ସେଣ୍ଟ୍ରାଲ ଲେଭେଲର ଗୋଟେ ପେଡାଗୋଜି ଥିଲା ହେଲା ଦେଖିବା ଯ କିଏ ପାଇଲେ ପଠେଇବ ସେଥିରେ ହେଲା ଗ୍ରୁପ ରେ ପଠେଇଦବ ପିଲେ ମୋର ବି ହଠାତ୍ ମନେ ପଡୁନି ଦେଖିକି ପଠେଇବ एगुड़ा पिले कौन किए मन रखियो पिले कौन दरकार एते आवश्यक खाली अजथा माने ये करछंती बोलना तुम तो सीडीबी टाको इंग्लिश रे पकांदा जोडा इंग्लिश पार्ट इंग्लिश तुम कंप्यूटर कहबा हम इंग्लिश हम संस्कृत रे पकेबो तो कौन बुझियो जणे
ଅଯଥା ଜିନିଷ ଯାକ ନା ଏଗୁଡାକ ଯୋଉ ଜିନିଷକୁ ଯୋଉ ଜିନିଷରେ ପକେଇବା କଥା ନା ଯାହାର ଯୋଉ ଲାଙ୍ଗୁଏଜ ଆଉ ଟା ଉନ୍ନତ ମଞ୍ଚ ବୋଲି ସୁଷ୍ମନ ସାର୍ ଲେଖିଛନ୍ତି ତାଙ୍କ ବହିରେ କଣ ଲେଖା ହେଇଛି ଓଡିଆରେ। ଉନ୍ନତ ମଞ୍ଚ। ନାଇଁ ଭୁଲ ସେ ଆଉ ଗୋଟେ କଣ ଅଛି ସ୍କାଫୋଲ୍ଡିଂ ହେଲା ଦେଖିବ ସାର୍ ସେଠି କ୍ୱେଶ୍ଚନ ଇଂଲିଶ ର ବି କଣ ଆସିବନି କି ସାଂସ୍କ୍ରିଟ ରେ ଆସିବ ଯୋଉ ପେଡାଗୋଜି କ୍ୱେଶ୍ଚନ ଟା କଣ ଯେ ହଉଛି ଦେଖାଯାଉ ବିକାଶ ପରିକଳ୍ପନା। ହେଲା ସାର୍ ଅଧେ ତ ବୁଝି ହବନି। ହଁ ବୁଝିବୁ। चलो तापर ଦେଇଛି ପିଲା ନିମ୍ନଲିଖିତେଷୁ କିମ୍ ପରୀକ୍ଷଣ ବସ୍ତୁନାମ ନିର୍ମାଣାୟ ଦିଶା ନିର୍ଦ୍ଦେଶम କରୋତି କୋଉ ଜିନିଷଟା ପିଲେ छात्राणां योग्यता विद्यालये शिक्षणस्य गुणवत्ता छात्राणां अभ्यासाय पाठ्य पुस्तक उपलब्ध परीक्षण वस्तुनि निर्देशस्य उद्देश्यम तो एटा ही हबो कौन तो उद्देश्यम ही हबो पिले हैला चलो तापर पिले भाषा विदाम मतानुसारेण संस्कृत भाषा प्राचीन संयोगकारिणी पुरुषस्य वाचिक रसः ऋग्वेदः क्रमानुसारं समीचीनम् अस्ति सूत्रम भाष्य वृत्ति टीका। सूत्रवार्तिक भाष्य वृत्ति टीका एतेषु कः पाणिनेः पूर्ववर्ती वैयाकरणः आपिशलिः ଆଉ ପିଲେ ଅଷ୍ଟାଧ୍ୟାୟୀ ଗ୍ରନ୍ଥେ କତି ପାଦାः ସନ୍ତି ସାର୍ ଆपिଶୁଳି କଣ ଲେଖିଛନ୍ତି? ତାଙ୍କର କିଛି ନାହିଁ ଯେ ଏଇ ତାଙ୍କ ପୂର୍ବବର୍ତ୍ତୀ ଆଚାର୍ଯ୍ୟ ବୋଲି ଖାଲି ଇଏ ହଉଛି ଆଉ ହେଲା ଆଜ୍ଞା 32 ଆଉ ପିଲେ କା ଭାଷା କେଣ୍ଟୁମ୍ ବର୍ଗେ ଅନ୍ତର୍ଭବତି ଗ୍ରୀକ ଭାଷା ଆଉ ପିଲେ ଟଚଟର କଣ दुहितृ व्याकरणस्य जनकः पाणिनिः संस्कृत ओटरबुच संस्कृत जर्मनी अभिधान ଆଉ ପିଲେ ଅଜ୍ଞାତ ଧର୍ମଶାସ୍ତ୍ର ଅଫିସଲି କିଏ? ଜଣେ ଆଚାର୍ଯ୍ୟ ଝିଅ ଆଉ କିଏ ଆଉ ପାଣିନିଙ୍କର ପୂର୍ବରୁ ଥିଲେ ଜଣେ ବୈୟାକରଣ ଆଉ ଆଉ ପିଲେ ଅଜ୍ଞାତ ଧର୍ମଶାସ୍ତ୍ରାଦି ବିଷୟକ ସଂସ୍କାର ଯୁକ୍ତ ମୂଲ୍ୟବୋଧସ୍ୟ ପୁନରୁଦ୍ଧାର କरणं ସଂସ୍କୃତ ଭାଷାୟାः ज्ञानात्मक लक्ष्य पूर्व काले शिक्षा व्यवस्था आसीति शिक्षक केंद्रिका शिक्षक केन्द्रिकी छात्र केन्द्रिकी शिक्षण व्यवस्था करणात् छात्रस्य शिक्षणं डैश अभवत् पूर्णांग शिक्षण पूर्णांग ସାର୍ ଏଟା शिक्षणं ଉପରୋକ୍ତ ସମସ୍ତ ହବନି ତ ଲାଷ୍ଟ ନା ଅପସନ ଟା ହବନି? ନା ଏଟା କୁଛ स्वयं शिक्षण ବା पूर्णांग शिक्षण କୁହାଯାଏ ହେଲା प्रत्येकमपि भाषाणां डैश मनुष्यस्य भावाभिव्यक्तेः मुख्य माध्यमम् ଗଦ୍ୟ ସାହିତ୍ୟ गद्य साहित्य पिले ହେଲା ଏଇଟା ଟିକେ କୁହନ୍ତୁ ନା ସାର୍ କେମିତି ଗଦ୍ୟ ହଉଛି ବୁଝିପାରୁନି। ଗଦ୍ୟ ଝିଅ ନା ଯେତେବେଳେ ମଣିଷ ନିଜର ଭାବାଭିବ୍ୟକ୍ତି କରିଥାଏ ସେ ଗଦ୍ୟ ମାଧ୍ୟମରେ କରିଥାଏ କି କଣ କେବେ ପଦ୍ୟ ମାଧ୍ୟମରେ କରିଥାଏ କି ଆମେ ଏବେ ନର୍ମାଲି କଥା ହଉଛେ କୋଉ ଆକାରରେ କଥା ହଉଛେ ଗଦ୍ୟ ଆକାରରେ ହିଁ ତ କଥା ହଉଛେ ଭାବଟାକୁ ଭାବି ସାର୍ ଦେଲେ ଆମେ ଗଦ୍ୟ ବୋଲି ଭାବିଲୁ ଏଇଟା ଧରିବା। ପ୍ରତ୍ୟେକ ଭାଷାର ମାନେ ଗୋଟେ ନିର୍ଦ୍ଦିଷ୍ଟ ବ୍ୟାକରଣ ଅଛି ତ ସେଇଥିପାଇଁ ଆମେ ବ୍ୟାକରଣ ମାରିଛୁ। ନାଇଁ ବ୍ୟାକରଣ ଦ୍ଵାରା ପିଲା ଏକ ଭାବାଭିବ୍ୟକ୍ତି ହୁଏ ବ୍ୟାକରଣ ଦ୍ଵାରା ଭାଷାକୁ ସୁସଂଗତ କରାଯାଇଥାଏ ଭାଷାକୁ କଣ କରାଯାଇଥାଏ ପିଲେ ସୁସଂଗଠିତ କରାଯାଇଥାଏ ନା ନାଇଁ ଶୃଙ୍ଖଳାବଦ୍ଧ କରାଯାଇଥାଏ କହ ସାକ୍ଷାତ ପୁଚ୍ଛ ବିଷାଣ ହୀନ ପଶୁଃ ସାହିତ୍ୟ ସଙ୍ଗୀତ କଳା ବିହୀନ ଅଭିବ୍ୟକ୍ତି हि କେନ ଭବତି ଲେଖନେନ ଭବତି ଆଉ ପିଲେ ଶ୍ରବଣ କୌଶଳମ୍ ଦୁବିଧମ୍ ସାମାନ୍ୟ ଶ୍ରବଣମ୍ चयनात्मक श्रवण श्रद्धावान लभते ज्ञानम इति सुक्ति किम श्रवणम प्रति निर्दिशति शांतचित्त श्रवण नूतन शब्द श्रवण चयनात्मक श्रवण केन कौशलेन विद्यार्थिनां विद्या मानदंडः माप्यते भाषणेन हाँ तो विद्या प्रमाणम मुख भाषणम च वर्णोक्त कतौ कति सोपानानि पाणिनिना उक्तानि सप्त सप्त सोपानानि
आत्मा कया एटा जे से जो आत्मा बुद्धिया समेत अर्थान से जो श्लोकटा अछि ठीक अछि आपले आत्मा कया अर्थान समेत सर जो से आत्मा बुद्धिया बुद्धिया समय देता ना इस लोकड़ा किए माने कोउथिरु आछि पाणिनीय शिक्षा पाणिनीय अछि शिक्षा परावाणी प्रकाशिता उच्चारण सत्य शिक्षा हाँ उच्चारण शिक्षण परावाणी प्रकाशिता सत्य किम रूपम धारयति पश्यन्ति रूपम पश्यन्ति रूपम आउ माहेश्वर सूत्रेषु लण इति सूत्रम षष्ठम 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 आउ प वर्गस्य उच्चारण स्थानम ओष्ठ अष्टौ ओष्ठौ एकः शब्दः सुप्रयुक्तः सम्यक् ज्ञातः स्वर्गे लोके च कामधुक् कामदुग्ध कामधुक् भवति ସାର୍ ଏଇ କ୍ୱେଶ୍ଚନ ଟା କୋଉଠୁ ଆସିଛି? एडा जो सहित अछि जो व्याकरण शिक्षण रे ए श्लोकटा आस्थिबो ठीक अछि व्याकरण केंद्र कोतरे पिरियड अछि एटा लेकिन पाणिनीय शिक्षा एटा व्याकरण एटा आधारित संरचना ସେଇଥିରେ ଅଛି। आधारित संरचना तो एटा जो अछि व्याकरण आधारित प्ले संरचना एथिरे ସେଇଟା ଦେଇଛି। कोतरे महावाच्य रे अछि ना एकः शब्द शिक्षित सुप्रयुक्तः सम्यक् ज्ञातः स्वर्गे लोके च कामधुक् भवति वाक्यस्य सहति आसक्ति सन्निधि योग्यता परक विचारणं नाम संतान संतानम् सन्तानः व्याघ्री यथा हरेत पुत्रान् इति पद्यं कुत्र वर्तते पाणिनीय व्याकरण पाणिनीय शिक्षा पाणिनीय शिक्षा रे अछि प्ले हैला एमते प्रगल बुक्स लोक जो साइड रे तो लेखा हैनी सर हम जानि पमु एटा पाणिनीय शिक्षा तमर जे पढा हैतला मु पढैथिले भी किछि अंश प्रगलभश्च डैश सवर्णान् वक्तुमर्हति विनीतस्य हाँ प्रगल्भश्च विनीतश्च सवर्णान् वक्तुमर्हति सानुस्वार विकरगान्त दीर्घयुक्त परश्चयः इति कुत्र वर्तते वृत्तरत्नाकरे वृत्तरत्नाकरे अछि वाग्मिता अभिवृद्धये त्रयः मार्गाः सन्ति निम्नलिखितेषु कः एकः मार्गः न ऑप्शन बी बी वृत्तरत्नाकर लिखिଛନ୍ତି प्ले केचे भट्ट केदारनाथ भट्ट केदारनाथ भट्ट केदारनाथ केदार ହେଲା ଆଉ ପିଲେ ପଠନ କାର୍ଯ୍ये ପ୍ରଚଳति ଚକ୍ଷୁषः तिस्रः प्रक्रियाः कार्यं कुर्वन्ति एतासु का एका प्रक्रिया न चिंता चिंता तो चिंता पिले प्रक्रिया नुहे गहन पठनम भावग्रहणीयता भावग्रहणीयता पठन गहन पठन पिले भावग्रहणीयता पठन भितर जाउची मौखिक पठनम मुखरता पठन मुखरता पठन कंठस्थ पाठ भावेतु डैश उपरि वाचयेत् पुस्तक पुस्तको परिवाचयेत् ठीक एकः बालः अंगुली निर्देशेन पठति तर्हि सः मंद मंद पठनं करोति आउ अभ्यास सर्वशास्त्राणां बोधादपि गरीयसी इति सूक्तिः कम लेखन विधि निर्दिशति प्रतिलेख विधि भाषायाः व्यवहार सर बुझे दियंतो सर कोडा सर बुझे दियंतो 58 सर एटा बाचे अछि अभ्यास सर्वशास्त्राणां लेखा हेतो सेतरे कारण प्रतिलेख रे बारंबार अभ्यास करा जायत ना गोटे जगह रे लेखा हेतो जिंस को अन्य एक पेज रे लेखा जाय थाए ठीक अछि तो प्रतिलेख विधि पूरा लाइन टा थिबो ही बदे पिला अभ्यास सर्वशास्त्राणां ना नहीं आज्ञा सर अछि आ पिले भाषायाः व्यवहार प्रयोग दृष्टिया व्याकरणं द्विधा विभक्तम कोन पिले हाँ तो तात्विक व्याकरण आ पिले छद्म व्याकरण आ प्रत्युत्पन्न मतयः छात्राः कां प्रणालीम् इच्छन्ति अवरोह प्रणालीम् इच्छन्ति व्याकरण शिक्षणस्य प्रणालीषु कति प्रणाल्यः विद्यालय स्तरे प्रयुज्यन्ते चतस्रः प्रणाल्यः का पद्धतिः भण्डारकर पद्धति नाम्ना परिचिता अनुवाद पद्धति हरवट प्रणाल्यां किं नास्ति अनुकूलनं नास्ति आविष्कार पद्धति नाम्ना परिचिता पद्धतिः आरोह पद्धति सूत्रम विक्षिप्तस्य संक्षिप्ताकारं कस्यां पद्धतौ बहूनि उदाहरणानि अपेक्षन्ते
आरोह आरोह पद्धत्याम् कस्यां पद्धतौ चतुर्णां भाषा कौशलानां सम्यक्तया विकासः संभवति प्रत्यक्ष प्रत्यक्ष पद्धति द्वारा ठीक रस उद्दीपनाय का पद्धति श्रेयस्करी परोक्ष 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 पद्धति रस उद्दीपनाय ଆଉ ଖଣ୍ଡାନ୍ୱୟ ନାହିଁ ପିଲେ ପରୋକ୍ଷ ଏଇଟା ପद्धତି ନା ପରୋକ୍ଷରେ ଡାଇରେକ୍ଟ ଦେଇଛି ସାର୍ ଏଇଟା ହୁଁ, ବକ୍ରୋକ୍ତି ପାଇଁ ରସ ଉଦ୍ଦୀପକ ହେଲା ଆଉ କସ୍ୟାಂ ପद्धତ୍ୟାं वक्रोक्तेः प्रयोगः क्रियते परोक्ष परोक्ष हाँ ये भी परोक्ष पद्धति पिले प्रत्येकम अपि सर सूत्राणां ଟିକେ ବୁଝେଇ ଦିଅନ୍ତୁ परोक्ष पद्धति ना किसी जिनस को पिले वक्रोक्ति साहाय्य कह जाए माने सीधा न कहि पिले किसी उदाहरण इत्यादि देकरी कह जाए तो सेति पय वक्रोक्तिर जे अधिक प्रयोग करा जाए कोथरे परोक्ष पद्धति रे परोक्षରେ ବାଚ୍ୟାର୍ଥ ବ୍ୟଙ୍ଗାର୍ଥରେ आ प्रत्येकमपि सूत्राणां वाक्यांशम् अर्थ संगति वशतः प्रसंग युक्तिकरणं नाम समाधान समाधान ହେଲା ଆଉ का पद्धति संस्कृत भाषां त्यक्त्वा अन्यासु भाषासु न दृश्यते दण्डान्वय दण्डान्वय पद्धति पिले ପୂର୍ବର କ୍ୱେଶ୍ଚିନ୍ ର ଶ୍ଲୋକଟା ଅଛି ସେ ଶ୍ଲୋକର ଅର୍ଥ ଟିକେ କହିଦେବେ को श्लोक ଅଛି ପଦଚ୍ଛେଦ ପଦାର୍ଥ ହୁଁ ଯୋଉ ପଦଚ୍ଛେଦ ପଦଚ୍ଛେଦ। ଷଡ଼ବିଧମ୍ ତାର ଅର୍ଥ ଟିକେ କହିଦେବେ ଶ୍ଲୋକର ଅର୍ଥ ଶ୍ଲୋକର ଅର୍ଥ ଯେ ହେଲା ପ୍ରଥମେ ଯୋଉ ପଦଚ୍ଛେଦ କରିବ ନା ସୂତ୍ରରେ ଯୋଉ ଯୋଉ ପଦ ଅଛି ପଦକୁ ଅଲଗା ଅଲଗା କରିବ ହଁ ତାପରେ ପଦଚ୍ଛେଦ କରି ସାରିଲା ପରେ ପିଲେ କଣ କରିବ ପଦଚ୍ଛେଦ ପଦାର୍ଥ ଉକ୍ତି ତ ପ୍ରତି ପଦର ଅର୍ଥକୁ କହିବ ଏ ପଦର ୟା ଅର୍ଥ ସେ ପଦର ସେ ଅର୍ଥ ବୁଝାଇଲ पदच्छेद पदार्थोक्ति विग्रह वाक्य योजना तापर विग्रह जदि कि समास वाला पद थिबो तबे तार विग्रह करिवो हां तापर वाक्य योजना तापर से कुछ वाक्य रे लिखि जो पदोडा एपट सोड हेगिर थिबो ताको वाक्य रे सजिया पे चेष्टा करिवो किंतु वाक्य रे कला बेले तुमु किछि पद मिलुथबो किछि पद मिलु नथिबो तो जो पद नाही से पद को तुमे आक्षेपार्थ करिवो आक्षेपार्थ माने पिले कोन अन्य प्रसंग रो आनिवो ठीक है सूत्र नथिबा पद को अन्य प्रसंग रे आनि के जोड़िवो जोड़ी सारा पर लास्ट रूपे समाधान दब कौन ना प्रति जो पूरा वाक्य होता है ताको अर्थ संगति हिसाब से ताको प्रसंग बनैब पिले से सूत्रर प्रसंग को लिखिब एटा ही समाधान हैला से आक्षेपार्थटा बुझियोनी आक्षेपार्थ माने जो जिंस नथिबो सूत्र रे ताको अन्य कोनसी जगह रु आनिबो माने अन्य सूत्र रु आनिबो जेंति हलंत्यम सूत्र ना केवल हल और अंत्यम दीटा पद अछि किंतु तापे हमकु तीनटा खंडे पद दरकार थिला उपदेश गोटे पद दरकार थिला तापर इति बोली गोटे पद दरकार थिला तबे ताकू आनिया को पड़ला कोठू ना तार पूर्व सूत्र हला उपदेश अनुनासिक इति तो से सूत्र तुम उपदेश पद को आनलो तापर इति पद को आनलो ता परे जायकरी वृत्ति हला ना पिले उपदेश उपदेश अंत्यम हल इत्संगम स्यात् बुझौछ ना नै सर एटा त आवश्यकता अनुଯାୟୀ ଅଣା ଯିବ ନା ତାକୁ ଆବଶ୍ୟକ ଥିବ ବୋଲି ସେଟା ଅଣା ଯିବ जोटे आवश्यकता थिबो तब सेटे तुमे अन्य जगह रु आनिबो सर सर 71 रो टी बुझी हला 71 से कहूँ संस्कृत भाषा को छाड़ीदेला और कौ भाषा देखा मिल न था तो दंडान्वय पद्धति पिले दंडान्वय खंडान्वय केवल संस्कृत भाषा ही अच्छी आउ को भाषा ना कि पाठ्य पुस्तक आरोह अवरोह एगुड़ा तो सब भाषा अच्छी ना नहीं आउ पिले साकांक्षणात् यो बोधः तदर्था नय गोचरः इति कां पद्धतिं निर्दिशति खंडान्वय पद्धति आउ खंडान्वय पद्धतेः प्रथम सोपाने किं क्रियते पदानां पृथक्करणम् निम्नलिखितेषु किं व्युत्पत्ति विधौ अंतर भवति पर्याय ज्ञापनम पर्याय ज्ञापनम ठीक नाट्य शास्त्रस्य प्रणेता मुनिः कः भरत मुनि भरत मुनि पुत्र शिक्षकस्य भूमिका गौणी मौन पाठन कहना मौन पाठन शिक्षक केवल बुली बुली देखियो पिला आउ किछ नै पंचतंत्रम कुत्र अंतर भवति गद्य साहित्य ठीक आउ पिले शिक्षा आयोग चंपू हबनी ना चंपू माने जोठी गद्य पद मिसी गिरी थिबो बुझ परछ सर मझरे तो गोटे गोटे श्लोक रही जाउछ ना पंचतंत्र रे श्लोक आसुची सत किंतु से श्लोकटा केवल ये रे कहा जायछि माने उपदेश हिसाब रे कहा जायछि
बुझिपारछ किंतु तार मुख्य हला गद्य कथा हला तार मुख्य कि चंपुरे कोन ना चंपुरे तुमको जो श्लोक देखिया मिलिबो से श्लोकटा विषय हेतिबो बुझो से विषय संगे लिंक थिबो बुझ पाइला आगे सर चंपुरे प्ले टाइप रे थाय या पूर्वटा कौन अच्छे कोठी शिक्षक भूमिका गौणी आदर्श पाठन शिक्षक तो मुख्य पिले अनुपाठन भी शिक्षक पिले कौन कर निरीक्षण कर पिला कोठी भूल कला ठीक कला ताकू से करेक्शन कर व्याख्यान तो शिक्षक कर ही कर कि मौन पाठन पिले पिला तो चुपचाप पढ़िया तो शिक्षक भूमिका कौन पिले पिले शिक्षा आयोग हाँ कौन कह शिक्षा आयोग को एजुकेशन एजुकेशन कमिशन एजुकेशन कमिटी अछि अच्छा एजुकेशन कमिशन कमिशन ठीक ठीक एजुकेशन कमिशन आउ स्पष्ट उच्चारण माध्यमेन स्व मनोभाव से यथोचित परिप्रकाश कौन पिले फोनेटिव कौशलात्मक कोनेटिव एम अधिक ज्ञान लाभाय स्वयं प्रेरितः सेल्फ मोटिवेटिंग सेल्फ मोटिवेटिंग आउ पठन समय चक्षुषः अग्रेसरणम मूवमेंट मूवमेंट जहाँ पिला गति कहउचंती शीघ्र शीघ्र पठनम मेकानिकल रीडिंग मेकानिकल रीडिंग किमपि पाठ्यवस्तु श्रुत्वा पुनः लेखनम डिक्टेशन डिक्टेशन संज्ञातः उदाहरणं प्रति डिडक्टिव मेथड आउ परे इंट्रोडक्टरी स्टेज उपक्रम सोपान प्रश्नोत्तर पूर्वकम अन्वयः इनडायरेक्ट प्रोज ऑर्डर मेथड सहायक उपकरणानि टीचिंग एड्स कौन हब 86 नंबर कौन अच्छे पिला प्रश्नोत्तर पूर्वक अन्वय खंडान्वय को इंग्लिश रे कहते हैं इनडायरेक्ट प्रोज ऑर्डर मेथड ठीक है टीचिंग मटेरियल नहीं टीचिंग एड्स बोली कहते सहायक उपकरण को जो पिले चलो तापर कौन देछि तरोरधः इत्यस्य शुद्ध संधि विच्छेद पिले कौन संधि विच्छेद हबो ऑप्शन सी तरोह प्लस अधः रक्तमुखो नाम यार पिले रक्तमुखः प्लस नाम ठीक आउ पिले अमृत तुल्यानि इत्यत्र कः समासः तत्पुरुष पिले अमृतेन तुल्यानि अमृत तुल्यानि आउ पिले परम सुहृतु इत्यत्र कः समासः कर्मधारय पिले परमश्च असौ सुहृतु चेति परम सुहृतु रक्त मुखेन सह प्रोक्तः सकरण व्यक्ति पिले कौन हबा उक्ते कर्मणि प्रथमा तस्मै जम्बू फलानि ददौ संप्रदाने चतुर्थी सुखेन प्रकृत्यादिभ्यः तृतीया जलम इत्यर्थे गद्यांश किं पदं प्रयुक्तम् सलिल ठीक तापरे पिले नानिलः शुद्ध संधि विच्छेद न युक्त अनिलः ऑप्शन सी ठीक तमस्तपति तमः युक्त तपति बांत वृष्टिः वृष्टिः येन सह हाँ तपिले बांता वृष्टिः जेन सह घन सकारण विभक्ति पिले संबोधने प्रथमा घर्मांसौ भावे सप्तमी भावे सप्तमी आदाय भावे सप्तमी केमती हैला टिके कहि देबे सेठी जो अछि तमस्तपति घर्मांसौ कथम आविर्भविष्यति तो सेठी जो तपति घर्मांसौ माने सूर्य प्रकाशित हुवन्ते तो अंधकार किपरि आसी परिबो हां एवं अर्थ ओके आ पले आदाय आ प्लस ल्य प्रत्यय तपति इत्यत्र कः प्रत्ययः
शत्रु शत्रु प्रत्यय। राजन शब्दस्य द्वितीय बहुवचने राज्ञः राज्ञ। हाँ, गबि इति रूपम सप्तम्यां सप्तमी सप्तम्याम। अपने बधू शब्दस्य प्रथम एकवचन ऑप्शन बी वधूः त बधूः। अयम इति रूपम इदं सप्तम इदम् इदं इदम शब्दस्य। चतुर शब्दस्य स्त्रीलिंगे षष्ठी विभक्तौ ऑप्शन बी बि चतुर्णाम। ठीक अछि, हर्षरु रही पिले दीर्घरु हबनी। ज्ञान धातोः लृट लकारे प्रथम पुरुष एकवचन ऑप्शन डी ज्ञास्यति ज्ञास्यति ज्ञास्यति। आ पिले हन्नि हु इति रूपम विदलिंग विधिलिंग लग्। ठीक। अददत इति रूपम दा धातोः लंग लकारे प्रथम पुरुष बहुवचन पुरुष बहुवचन प्रथम पुरुष बहुवचन हैला। आ पिले जानते इति रूपम प्रथम पुरुष प्रथम पुरुष एकवचन एकवचन प्रथम पुरुष एकवचन। एकवचन ना बहुवचन पिले? नहीं एकवचन जानते 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 सर बहुवचन बहुवचन ना पिले? हाँ आगे सर बहुवचन हैला। गोटे नथला पिले यद बिना जना नैव जानते कोथरे थिला पिले? जनाः नैव जानते। क्रू धातोः धातुर प्रथम बहुवचन तो अददु हब ना आत्मनिपदे अछि आपले क्रू धातोः विद्रिंग लकार मध्यम पुरुष एकवचन पुर्याः पुर्याः। ऑप्शन ए ठीक। व्याकरण शास्त्रे डैश मुनयः सन्ति त्रयः त्रयः मुनयः सन्ति। मम डैश मित्राणि सन्ति चत्वारि चत्वारि। अस्माकं ग्रामे डैश सरः अस्ति एकम एकं सरः अस्ति। होटा सरः प्ले क्लिबलिंग सरः सरसि सरांसि। नी प्लस तव्य नेतव्य सी प्लस तव्य हाँ तो सहितव्य प्ले। खन प्लस क्यप हेयम हेयम हैला। आ पिले बालिकाः व्याकरणं ऑप्शन सी पठितवत्यः। ठीक अछि। मते जने पचारथिला कि क्यप रे पिले क लोप होछ ना, जोटी क लोप हुए सेठी पिले गुण वृद्धि हुए नि पिले किंगिति च बोल सूत्र उड अछि। हाँ तो सही सूत्र हिसाब रे तो ठीक खे केमति हला ए करे केमति हला तो तार कारण पिले एमति कि एक्चुअली पिले जो क्य प्रत्यय होनी कि केवल क्य प्रत्यय होनी त माने ई कार अंतादेश होची। हाँ एटा मतलब नाही पिले मु लिखि दोची जो खर जो न अछि ना पिले न जगह रे गोटे हर्षई कारटे मध्य पिले आदेश होची। तो हर्षेकर आदेश हबो सेते बेले पिले खर अ ई मिसले कोन हे जीवो ए हे जीवो नला किंतु एक्चुअली पिले जो क्यप जो जेहेतु क्यप रे ककार लोप इति होची तो गुण वृद्धि हबा कथा नुह पिले। सर आ पिले हनुमत गंध मार्दनः सारे 118 नंबर टा ओढ़ः 108 नंबर कोन अछि जे त बालिकाः व्याकरणं पठितवत्यः पठितवत्यौ पठितवत्यः स्त्रीलिंग रे तले हनुमत गंध मार्दन कोन जे को उड़ पिले हर्षव ना दीर्घौ ऑप्शन बी हाँ तो दीर्घौ। आ पिले ज्ञान प्लस सान च स्त्रीलिंग रे सी ऑप्शन सी हाँ तो पिले जाना ना पिले ना तो तीनटा जकर आकार रहइबो। द्वारम पिद धातु इत्यत्र कः उपसर्गः प्रयुक्तः अपि उपसर्ग। चौरः पलायते इत्यत्र ऑफिसर केमती हला उपसर्ग अटा न जब माने ये हो जाइए अड़ा लोप हो जाइए अपि माने का मतरे पिले पाणिनिकर पूर्ववर्ती आचार्य मानक मतरे भागुरिलंक मतरे। ठीक अछि। तो से कहते किसी जगह अपि उपसर्ग रहिले मध्य अटा पिले लोप हो जाई थाए। आ पिले शिक्षक स्त्रीत्व विवक्षायाम शिक्षिका
शिक्षिका गुणवत्र गुणवती गुणवती और राष्ट्रपति ही स्त्रीत्व विवक्षायां ऑप्शन सी राष्ट्रपति राष्ट्रपति सेम ही प्ले हैला सर सेटा गुण बंटी कहीं केलानी कि गुण बंती कहीं हम शत्रु प्रत्यय होता बतु प्रत्यय होइछि। ସାର୍ ପତି ଶବ୍ଦ ଥିଲେ ତ ପତି ପତ୍ନୀ ଦିଟାଙ୍କ ହବ। पतिर झियो पत्नी हब किंतु समास हो जाइछि ना एटा समास हेले सेठी और पत्नी हबनी ठीक আছে। सर सेदिन जो गोटे ସାର୍ ଗୃହପତି वीर पत्नी केमती हेतला सर वीर पत्नी गोटे क्वेश्चन सेदिन करथिले ହବ के- ଅଲଗା केवल ଜାଗାରେ पिले ପତି ରହିବ। बहुब्री समास रे थाए पिले ठीक আছে। सर टिके क्लियरली बुझे दियंत सर कंफ्यूज लाଗୁଛି। किसी कंफ्यूज नहीं पिले पति शब्द पिले स्त्री लिंग रे दीटा रूप होता है पत्नी भी रूप होता है पति ही भी रूप होता है ठीक है। जिते कौन सी स्वामी पिले स्त्री होउची कौन ना तार यज्ञ फल भागिनी माने से जहाँ को पिले बेदी रे बसिक बाहा तेरे तार स्त्रीलिंग जदि है पिले पतिर स्त्रीलिंग कौन रूप हम पत्नी 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 किंतु बेले बेले पिले पति शब्द आउ भी गोटे अर्थ थाए पति शब्द आउ गोटे सर अर्थ होउची मालिकाणी पिले अर्थ रे आसे मालिक 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 अर्थ रे जेते पति शब्द अर्थ पिले ସାର୍ मालिक होइथिबो ତାର ଯୋଉ ଆପଣ କହିଥିଲେ ଯୋଉ ଜାତି ଅର୍ଥରେ ମାନେ ଯୋଉ ଶୁଦ୍ରୀ ବା କ୍ଷେତ୍ରୀ ବ୍ରାହ୍ମଣୀ ବୈଶ୍ୟ ଏଇଗୁରାରେ ଉଇଁଟ ନା ଉଇଁସ एगुड़ा करे जो उइसी प्रत्यय उइपी कहीं हम ସାର୍ ଉଇପରେ ଆପଣଙ୍କର ଯୋଉ ପିଡିଏଫ ଅଛି ସେଇଥିରେ ମୁଁ ସେଇଥିପାଇଁ କାଲି କନଫ୍ୟୁଜ ହେଇଗଲି ମୁଁ କହିଲି ଉଇପ ନା ଉଇଁସ ହବ ମୁଁ ତ ଉଇଁସ ମନେ ରଖିଥିଲି। ହେଲା ତ ପତି ଶବ୍ଦ ରେ ବୁଝି ପାଇଲେ ଯେତେବେଳେ ପତି ଶବ୍ଦର अर्थ ମାଲିକ ଅର୍ଥକୁ ବୁଝଉଥିବ ସେତେବେଳେ ପତିରେ ଯଦି ସ୍ତ୍ରୀଲିଙ୍ଗ ରୂପ ପଚାରିବ ତେବେ ତାର ସେଠି ପିଲେ ପତି ହିଁ ହବ କିନ୍ତୁ ସେଠି ତାର ମାନେ ନୁହଁ ଯେ ସେ ପିଲେ ବିବାହ କରିଛି ତାହେଲେ ମାଲିକାଣୀ କେବଳ ସେଇ ଅର୍ଥରେ ଆଉ ବାକି ଯେତେବେଳେ ସମାସ ଯେମିତି ରାଷ୍ଟ୍ରପତି ଠିକ ଅଛି ଗୃହପତି ତ ଏଗୁଡାକର ସବୁବେଳେ ସ୍ତ୍ରୀଲିଙ୍ଗରେ ଥିଲେ ସେମ ହିଁ ରୂପ ହେଇଥାଏ ପୁଲିଙ୍ଗରେ ଯୋଉ ରୂପ ସ୍ତ୍ରୀଲିଙ୍ଗରେ ସେଇ ରୂପ କିନ୍ତୁ ଏମାନଙ୍କ ଯେତେବେଳେ ପିଲେ ଗୋଟେ ମାନେ କୋଉ ସମାସ ହେଇଯାଏ ବହୁବ୍ରୀ ସମାସ ହେଇଯିବ ସେତେବେଳେ ମଧ୍ୟ ପତି ଜାଗାରେ ପିଲେ ପତ୍ନୀ ହେଇଯିବ ବୁଝାଉଛି ଯେମିତି ପିଲେ ଏକହ ପତି ହିଁ ହଁ ୟସ୍ୟାଃ ସା ଏକ ପତ୍ନୀ एक ମାନେ पत्नी ବିରହ ପତି ହିଁ ୟସ୍ୟାଃ ସା ବୀର ପତ୍ନୀ वीर पत्नी वीर पत्नी ତ ସେ ଜାଗାରେ ପିଲେ ପତ୍ନୀ ହବ ବହୁବ୍ରୀ ସମାସରେ କିନ୍ତୁ ରାଷ୍ଟ୍ରପତି सर गोटे ଗୃହପତି एकपति करण नहीं ହଁ କିନ୍ତୁ ଏଗୁଡାକରେ ପିଲେ କଣ ଏଗୁଡାକରେ ଷଷ୍ଠୀ ତତ୍ପୁରୁଷ ନାଉ ନା ନାଇଁ आज्ञा सर से जो वीर पत्नी से विकल्प रे हबो कि सर नित्य रे हबो ନାଇଁ ନାଇଁ ନିତ୍ୟରେ ହବ ଝିଅ ସବୁବେଳେ ପାଇଁ ହବ ହେଲା ବୀରପତ୍ନୀ ସଭାପତିର ତାହେଲେ ତ ଦିଟା ରୂପ ଚାଲିବ। ସଭାପତିର ଦିଟା ରୂପ କାହିଁକି ହବ ସଭାୟା ପତି ସଭାପତି ଷଷ୍ଠୀ ଅଛି ଆଉ ଖାଲି ଗୋଟିଏ ରୂପ ହବ ସଭାପତି କି ଆଉ ନା ସେ ବହିରେ ଦେଖିଥିଲେ ଏଇ ଯୋଉ ସ୍ତ୍ରୀ ପ୍ରତ୍ୟୟରେ ସଭାପତି ହିଁ ଦେଇଥିଲା ସଭା ପତ୍ନୀ ବି ଦେଇଥିଲା ଦିଟା ରୂପ ଚାଲିବ ନା ଗୋଟେ ରୂପ ଚାଲିବ ନାଇଁ ଯୋଉ ନାଇଁ ସଭାପତି ହିଁ କେବଳ ପତ୍ନୀ ନାହିଁ ସେ ବ୍ୟାକରଣ ଦେଖୁଛନ୍ତି ଦିଦିଟା ଦେଇଛୁ ସେଇ ଲାଗି ହଉଛି। ସେ ଦର୍ପଣ ବହିରେ ଦିଟା ଦେଇଛି ନା। ନାଇଁ ନାଇଁ କେବଳ ପତି ଗୋଟିଏ ରୂପ ହଉଥିଲେ ହେଲା बट 10 क्लास बही रे देछि गोटिए रूप ହୁଁ ଚାଲ ପତ୍ନୀ କେବଳ ସେତେବେଳେ ହଉଥିଲେ ଯୋଉଠି ଯଜ୍ଞ ଫଳ ଭାଗି ନେଇଥିବ ଠିକ ଅଛି ଆଉ କଣ ରାଷ୍ଟ୍ରପତି ଯିଏ ସ୍ତ୍ରୀ ଏବେ ଦ୍ରୌପଦୀ ମୁର୍ମୁ ସେ କଣ ପୁରା ରାଷ୍ଟ୍ର ଯାକର ସ୍ତ୍ରୀ କି ଥିଲେ ସେ ଆଁ सर ए द्रौपदी हबो ताहले सेटा होची पत्नी हबो माने पंच पत्नी जोटा ହଁ ସେଇଟା ପଞ୍ଚପତ୍ନୀ ବହୁବ୍ରୀ ସମାସ ନା ଝିଅ ପଞ୍ଚ ପତୟଃ ୟସ୍ୟାଃ ସା ପଞ୍ଚପତ୍ନୀ ବହୁବ୍ରୀ ସମାସ ବୋଲି ବୁଝାଉଛି ନା ନାଇଁ आज्ञा ଆଉ ପିଲେ ସଖୀ ଶବ୍ଦସ୍ୟ କା ସଂଜ୍ଞା ऑप्शन डी କିଛି ନାହିଁ ପିଲେ ହେଲା ଏଟା କି ସଂଜ୍ଞା ହେଇପାରିବନି କି? କି ये ସଂଜ୍ଞା संज्ञा सखी को छाड़ी के ହଁ ସଖୀକୁ ଛାଡିକିରି ନା ସଖୀ ବର୍ଜମ ପିଲେ ଆଉ ଶେଷ ଘ୍ୟ ସଖୀ ଶେଷ ଘି ଅସଖୀ ମାନେ ସଖୀକୁ ଛାଡିକିରି ଆଉ ପିଲେ ବ୍ରହ୍ମା ପ୍ଲସ ଋଷି ब्रह्म ऋषि अर्थ होइजबो ब्रह्म ऋषि ବ୍ରହ୍ମ ଋଷି ପିଲେ ଦିଟା ରୂପ ହେଇଥାଏ ପିଲେ ବ୍ରହ୍ମ ଋଷି ହବ ନହେଲେ ତ ପିଲେ ବ୍ରହ୍ମ ଋଷି ହବ ହେଲା ଆଉ ପିଲେ କୃଷକେନ ଅହର ନିଶି କୃଷି କାର୍ଯ୍ୟମ୍ କ୍ରିୟତେ କଣ ହବ ऑप्शन संधि डी ऑप्शन डी कृषकेण अहरनिशम कृषि कार्यम क्रियते ठीक व्यास अभितः उद्यानमस्ति विद्यालय विद्यालय विद्यालयम अभितः ठीक रघुवंश महाकाव्ये सर्वप्रथमं कस्य राज्ञः वर्णनमस्ति
ଦିଲ୍ଲୀପ दिलीपଙ୍କର ପିଲେ ମଦେକା ପୁତ୍ରା ଜନନୀ ଜରାତୁରା ଇତି କଥନମସ୍ତି ନୈଷଧୀୟ ଚରିତେ। ନୈଷଧୀୟ ଚରିତରେ ପିଲେ କୋଉ ପ୍ରସଙ୍ଗରେ ହଂସ ବିଳାପ ପ୍ରସଙ୍ଗରେ ହଂସ ବିଳାପ। ହେଲା। ଶାକୁନ୍ତଳ ମଙ୍ଗଳାଚରଣେ कीदृशः शिवः वर्णितः ଅଷ୍ଟମୂର୍ତ୍ତି। अष्टमूर्तिः शिवः। छायांकः केन नाटकेन सह सम्बन्धितः उत्तररामचरित। लाबाणक दाह कथा कस्मिन् रूपके घटिता अस्ति स्वप्नवासवदत्त। तारापीडस्य मन्त्री कः सुकनास। सुकनासः। निर्गतासु नवाकस्य कोठि अछि पिले हर्षचरितरे। दशकुमार चरित अयं प्रतिनायकः भवति प्रतिनायक माने कोन पिले विलेन। करोति कस्य नाह्लादं कथा कान्तेव भारती इति सूक्तिः कुत्र विद्यते नळचम्पूरे पिले। आसु कस्याः नद्याः उल्लेखः मेघदूते नास्ति तुंगभद्रारे पिले ना ठीक। नास्ति उद्यम समो बंधु वैदर्भी भी रीति संदर्भे कालिदास। एटा पिले नाइ जे नास्ति उद्यम समो बंधु तापर पिले तापर कोन तापर श्लोकटा नास्ति उद्यम समो यम कृत्वा य नावसीदति नास्ति उद्यम समो बंधु नास्ति शत्रु ना इंद्र कोन पिला अछि माने उद्यम परिका समरिपु माने सर एटा कोउठ पकेजंती एटा जो एथिरा अछि नीति शतक रे अछि हला उद्यम परिका बंधु नाही। आ बाणः कविनाम इह चक्रवर्ती किए कहिथिले अस्य पिता नीलकंठ माता जतुकर्णी गुरु ज्ञाननिधि से किए से भवभूति। गिराम संदर्भ शुद्धिम जानाति जयदेव हैला डैश दाहको एडा मु कहिथिले परा गोटे नथिला श्लोक रे प्ले लास्ट श्लोकटा जो प्ले उमापति धरः कोन श्लोक नथिला लास्ट श्लोक रे प्ले जोडा मु श्लोक पढिला लास्ट श्लोक रे कहिथिले प्ले कि उमापति धर प्ले कोन जानि छथि गीत गोविंद सूक्ति रे अछि सर गीत गोविंद रो सूक्ति रे लास्ट जो कहितबो कि जयदेव बाणी रो शुद्धि की जानंती माने केमितिका बाणी प्रयोग करबा कथा हैला लास्ट पद्य रे अछि हां देखियो सितरे लेखा भी है हमर नोट रे दाह कबु न पावक कस्य स्वप्नवासवदत्तस्य एस्तो ए जो क्वेश्चन पचारितला मध्य एथर को एसएसपी पीजीट रे पचारितला गिराम संदर्भ शुद्धिम जानाति बुझला एटा 45 टा टिके कहंतु एटा छ प्रसिद्ध सूक्ति जो स्वप्नवासवदत्तस्य दाह कबु न पावक ना नहीं भाषा नाटक चक्रेस्मिन् छेके ही चित्ते परीक्षितुम स्वप्नवासवदत्तस्य दाहकबु न पावक राजशेखर जे कहिथिले केतले पंडित माने भाषांग नाटक चक्र को परीक्षा करिया पे अग्नि रे पकेले सेते बेले अग्नि समस्त को जळै देला छना किंतु स्वप्नवासवदत्त को जळै परिला नाही। अब प्ले ऋषीणाम पुनराद्यानाम वाचम अथोनु धावते यम सुक्तिः कस्य कवेः भवभूति। अभिमारकम केन रचितम भासेन लघुत्रयः कर्ता कः कालिदास प्ले कहीं ना लघुत्रय भितर जो तीनटा जाउची प्ले तीनटा जाकर कर्ता होचनी कालिदास ना नहीं सर से तीनटा रे टिके कोइ नंदु ना तीनटा त जाओ रघुवंश कुमार संभव मेघदूत हैला अब प्ले चंडी शतकस्य कर्ता बाणभट्ट। जलद पटल चलदिन्दु विनिंदक
चंदन तिलक ललाटम इत्यत्र जलद पदस्य कः अर्थः? मेघ 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 ହେଲା। मेघदूत ଆସିଛି ସାର୍ ଏଟା ମେଘଦୂତମ ନା? ନା ଏଇଟା ଆସିଛି ପିଲେ ଏଥିରୁ କୋଉଥିରୁ ଏଇ ଟାଇପର ଯାହା ଦେଖିବ ଜାଣିଦବ ପିଲେ ଗୀତ କବିତାରୁ ଆସିଥିବ ହେଲା। ଆଉ ପିଲେ ହେମ୍ନଃ ସଂଲକ୍ଷତେ ୟଗ୍ନୌ ବିଶୁଦ୍ଧିଃ ଶ୍ୟାମିକା ପିବା ରଘୁବଂଶମ ରଘୁବଂଶେ। ଆଉ କୁମାର ସମ୍ଭବାନୁସାରମ୍ ପାର୍ବତ୍ୟାଃ ନାମ ଉମା କଥମ୍? ଚଣ୍ଡୀ ନିଷେଧ କରାଯାଇଥିବ ସେଥିପାଇଁ। ତପସ୍ୟା କରିବା ପାଇଁ ତାଙ୍କୁ ନିଷିଦ୍ଧ କରାଯାଇଥିବା କାରଣରୁ ପିଲେ ହେଲା। ବୁଝିବ ପିଲେ? ସବୁ ଦେଇକି ଶୁକ୍ତି ଗୁଡା ସବୁ ଶୁକ୍ତି ମନେ ରଖିବାକୁ ପଡିବ। ସବୁ ଶୁକ୍ତି ନାହିଁ ଯେତିକି ଇମ୍ପୋର୍ଟାଣ୍ଟ ପିଲେ ମନେ ରଖୁଥିବ ଆଉ ହେଲା। ଆଉ ସବୁ ଶୁକ୍ତି ଆପଣ କଣ ଯେତିକି କହିଥିଲେ କି ମନେ ରଖିବା ସାର୍ ସମ୍ଭବ କି? ଆପଣ ଯେତିକି ଇମ୍ପୋର୍ଟାଣ୍ଟ ଗୁଡା କହିଥିଲେ ସେତିକି ପଢିଲେ ହବ ନା ପୁରା ଟୋଟାଲ ମାନେ ସବୁ ଗୁଡା ଦେଖିବା ପାଇଁ ପଡିବ? ସେତିକି ପିଲେ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲେ ହେଲା। ଆଉ ଯଦି ପିଲେ କୋଉଟା ପଚାରିଲା ପିଲେ ଗୋଟେ ଗୋଟେ ଆଉ ଯେମିତି ପିଲେ ମିତମ୍ ଚ ସାରମ୍ ଚ ବଚୋ ହୋଇ ଗୋଟେ ଫେମସ ଶୁକ୍ତି ପିଲେ ଏଇଟା ତ କୁହାଇଥିବ ବୋଧେ କୋଉଠି କୁହାଯାଇଛି? ଆଜ୍ଞା ଆଜ୍ଞା ଐଶ୍ୱର୍ଯ୍ୟ ଚରିତରେ ବୁଝଛ ପିଲେ ଏଇ ଟାଇପର ଆଉ। ସାର୍ ଆଜି ହାଏଷ୍ଟ କେତେ ମାର୍କ ରଖିଛନ୍ତି? ହାଏଷ୍ଟ କିଏ ଗୋଟେ 150 ରଖିଛି। ବୁଝିଲା। ସାର୍ ଲୋଏଷ୍ଟ କେତେ ଯାଇଛି? ଲୋଏଷ୍ଟ କେତେ କେଜାଣି ପିଲେ 65 ନା 66 କେତେ ଯାଇଥିବ ମୁଁ ପଠେଇଦେବି ପିଲେ ହେଲା। ଛାଡ ଏବେ ମୁଁ ପଠଉନି ପିଲେ ତମମାନଙ୍କ ମାଇଣ୍ଡ ଡାଇଭର୍ଟ ହବ କିଛି ଟେନସନ ନିଅନି ସେ ମାର୍କ କଥା ଛାଡ ସାର୍ ହେଲା। ଯୋଉ ଆଜି ଯୋଉ ଆସିଛି ଯୋଉ ହିନ୍ଦୀର ଯୋଉ ଆସିଛି ତାଙ୍କର ଏଇ ଯୋଉ ହିନ୍ଦୀ ଲାଙ୍ଗୁଏଜରେ ତ ସାଂସ୍କ୍ରିଟରେ ତ ଆମର ସାଂସ୍କ୍ରିଟରେ ଆସିବ। ହୁଁ। ହଁ ସେତେବେଳେ ତ ସେ ସାର୍ କୁହାଉଥିଲା। ଆଜି ସାର୍ ଏ ଯୋଉ ହିନ୍ଦୀର ଆଜି ଯୋଉ ହେଇନି କି ତାର ଯୋଉ ମାନେ ତାଙ୍କର ଗୋଟେ ହଲରେ ଆସିକି ଜଣେ ମ୍ୟାଡାମ କହିଲେ କି ମୁଁ ବୋର୍ଡରୁ ଆସିଛି ଆଉ ସେ ଯୋଉ 20 ମାର୍କ ହଉଛି ମାନେ ବୋର୍ଡରୁ ମାନେ ଆସିଛି କି ରିପୋର୍ଟ କି ତମେ ସେ 20 ମାର୍କ ଛାଡିଦିଅ ବୋଲି ଯେ କରିଛ ଯେ ନ କରିଛ ଛାଡିଦିଅ ବୋଲି। କି କଥା ଏମିତି କହିଲା ଆସିକିରି? ହଁ ସାର୍ ମୋ ଭାଇ ଯାଇଥିଲେ ନା ତାଙ୍କର ହିନ୍ଦୀ ଥିଲା ତ ତାଙ୍କ ରୁମରେ ଆସିକି କହିଲେ କି ଯୋଉମାନେ 20 ମାର୍କ ନ କରିଛ ତ ରିପୋର୍ଟ ଆସିଛି ମୁଁ ବୋର୍ଡରୁ ଆସିଛି ତ 20 ମାର୍କ ତମେ ଛାଡିଦିଅ ଆଉ ହଉଛି ଯୋଉମାନେ କରିଛ ଯୋଉମାନେ ନ କରିଛ ଛାଡିଦିଅ। ତାହେଲେ ତାଙ୍କୁ ଗ୍ରେସ୍ ମିଳିବ କି? ତାହେଲେ ଗ୍ରେସ୍ ଆମର ମିଳିବ ତ 20 ବାୟୋଲୋଜିକାଲ ଆଉ ରେ ମାର୍କ। ସେ ଆସିବ। ହେଇଥିବ ଆଉ ସେ 20 ମାର୍କ ସେଇଟା ନା ଗ୍ରେସ୍ କାଇଁ ମିଳିବ ପିଲେ ସେ 20 ମାର୍କ କାଟିଦେବେ ପୁରା ବାକି ଏ ମାର୍କରେ ସିଲେକ୍ସନ କରିବେ। ଆଜ୍ଞା 130ରୁ କାଉଣ୍ଟ କରିବେ। ତାହେଲେ ସାର୍ ହଁ ଆମର ଆଉ ସେମିତି ହବ ବୋଲି। ପ୍ରୋବ୍ଲେମ ହବନି। ସାର୍ ଆମର ଯଦି ଏଇଭଳିଆ କହିବେ ଆମେ କଣ କରିବୁ ସାର୍ ଆଟେଣ୍ଡ କରିବୁ। ତାଙ୍କର କିନ୍ତୁ ଏମିତି ସାର୍ ତାଙ୍କର କିନ୍ତୁ ଗୋଟେ ହଲରେ କହିଲେ କିନ୍ତୁ ସେ କହୁଛନ୍ତି କି ଆଉ ଯୋଉ ଅଲଗା ପିଲାଙ୍କୁ ପଚାରିଲେ ଆଉ କୋଉଠି କହିନାହାନ୍ତି ତାଙ୍କର ଗୋଟେ ହଲରେ ଆସିକି ଏମିତି ଜଣେ ମ୍ୟାଡାମ କହିଲେ କି ମୁଁ ବୋର୍ଡରୁ ଆସିଛି ଏମିତି ଆଉ ଏକ୍ଜାମରେ ତ ମିଛ କହିବେନି ନା କି ଆସିକି କହିଲେ ତ ତାଙ୍କର ଯଦି ଏମିତି ହୁଁ ଥିବ ଯଦି କହିବେ ତ ଏମିତି ତ ସବୁ ରୁମରେ ଯାଇ କହିବେ ନା ଆଉ ଜଣଙ୍କ ରୁମରେ ତ କହିବେନି। ନା ହେଲା ଆଉ ଯଦି ସେଇଟା କହି ଇନଫରମେସନ ନାଇଁ ଦିଆଯିବ ସବୁ ହଲର କୁହନ୍ତୁ ନ ଟିଚର କୁହନ୍ତୁ ମାନଙ୍କୁ। ପିଲେ ଯାହା ବି ହବ ଓଡିଶା ପୁରା ଓଡିଶା ଯାକରେ ହବ ନା ଆଉ କଣ ସେ ଗୋଟିଏ ହଲରେ କେବଳ ହବ ନା କଣ? ଗୋଟିଏ ହଲ ହଁ ପାଇଁ ସାର୍ ସେତିକି ସେଇଆ ପିଲାଙ୍କ ପାଇଁ ତ ଭାବୁଛୁ ହବ ନା ଆଉ ଯାହା ହବ ସମସ୍ତଙ୍କ ପାଇଁ ହବ। ସମସ୍ତଙ୍କ ପାଇଁ ହବ। କିଏ ଜାଣିନଥିବେ ଅଲଗା ହଲରେ ବି କହିଥିବେ କିନ୍ତୁ ତାଙ୍କ ହଲରେ ଏମିତି ଆଜି ହୁଁ କହିଛନ୍ତି। କିନ୍ତୁ ତମେ ମାନେ ପିଲା କାମ କରିବ କଣ ତମେ ଆରମ୍ଭରୁ ଯଦି ଦେଖିଲ ଯଦି ଇଂଲିଶରେ ଆସିଛି ଇଂଲିଶରେ ଆସୁ କି ସାଂସ୍କ୍ରିଟ ଯୋଉଥିରେ ଆସୁଛି ତମମାନଙ୍କର ଫାଷ୍ଟ କାମ ହେଲା ସାଂସ୍କ୍ରିଟକୁ ଆରମ୍ଭ କରିବ। ବୁଝିଲା ନାଇଁ ତମେ ଟୋଟାଲି ଏବେ ଦେଖିନଥିବ ସେଇଟାକୁ ପୁରା ଡାଇରେକ୍ଟ ତମେ ସାଂସ୍କ୍ରିଟ ଆରମ୍ଭ ଖୋଲିବ ପିଲେ ସେ ପେଡାଗୋଜି ପାର୍ଟ ସେମିତି ଥିବ ତମକୁ ତ କୋଶ୍ଚିନ୍ ମିଳିବ ନା ଡାଇରେକ୍ଟ ସାଂସ୍କ୍ରିଟ ପାର୍ଟ ପାଖକୁ ପଳେଇ ଆସିବ 21 ନମ୍ବରଠୁ ତମେ ତମର ଦେଖିକିରି ପିଲେ ଗୋଲ ବୁଲେଇ ଯିବ ହେଲା। ସେତକ ସରିବ ସାଂସ୍କ୍ରିଟ ଭଲସେ ତାପରେ ତମେ ଖୋଲିବ ଯୋଉ କୋଉଟା ପେଡାଗୋଜି ପାର୍ଟଟାକୁ ଖୋଲିକି ଦେଖିବ ହେଲା। ସାର୍ ଏବେକା ଶିକ୍ଷାଦାନ ପ୍ରଣାଳୀ କୋଉ କେନ୍ଦ୍ରିକରେ ଯିବ? କୋଉଟା? ଛାତ୍ର କେନ୍ଦ୍ରିତ। ଛାତ୍ର କେନ୍ଦ୍ରିକ। ଆଉ ସାର୍ ଏ ବର୍ତ୍ତମାନର ଯୋଉ ଝିଅ ଲୁ ଛାତ୍ର ଆଉ କେନ୍ଦ୍ର ଆପଣ କହିଥିଲେ ସାର୍ ହୁଁ ଆପଣ ହୁଁ ଯୋଉ ଆଗରୁ ପଢେଇଥିଲେ ମତେ ଭୁଲ ହେଇଛି ଲୁ ଆଉ ଯୋଉ ଏ ର ଭେଦଟା ଟିକେ ସାର୍ କହିଦିଅନ୍ତୁ ନା ସବର୍ଣ୍ଣ ଭେଦ ଯୋଉ କହିଥିଲେ। ସବର୍ଣ୍ଣ ଭେଦ ଯାହା ସେଥିରେ ଅଛି ଝିଅ ଯେମିତି ଭେଦ ପଚାରିବ ଯଦି ତମକୁ ପିଲେ ତମେ ଯାହା ତ ଅଛି ପିଲେ ଅ ଇ ଉ ରୁ ଏମାନଙ୍କର 18ଟା ଋ ର ପିଲେ 12ଟା ଆଉ ବାକି ଯୋଉ ରହିଲା ଆଉ ବାକି ସମସ୍ତଙ୍କ ତ 12ଟା ପିଲେ ଆଉ ଏ ଓ ଐ ଔ ସମସ୍ତଙ୍କର 12ଟା ଲେଖେ ହେଲା। 18ଟା କୋଉଥିରେ? 18ଟା ଅଛି ଅ ଇ ଉ ରୁ ଏଇ ଚାରିଟାର
ହେଲା ଇ ଉ ରୁ ହଁ ଏମାନଙ୍କର ପିଲା 18ଟା ଭେଦ ଆଉ ବାକି ସମସ୍ତଙ୍କର 12ଟା ଭେଦ ଲୃ ର 12ଟା ଏ ର 12ଟା ଓ ଐ ଔ ସମସ୍ତଙ୍କର 12ଟା ଲେଖେ ଭେଦ। କିନ୍ତୁ ଯଦି ପଚାରିଲା ପିଲେ ରୁ ର ପିଲେ କେତୋଟି ସବର୍ଣ୍ଣ ତାହେଲେ କହିବ 30ଟି। ଲୃ ର କେତୋଟି ସବର୍ଣ୍ଣ ତାହେଲେ ବି କହିବ 30ଟି ହେଲା। ସାର୍ ଭାଷଣ କ୍ଷମତାର ବିକାଶ ଟା ମନୋଗତ୍ୟାତ୍ମକରେ ଯିବ? ହଁ ମନୋଗତ୍ୟାତ୍ମକରେ ଯିବ ଭାଷଣ କୌଶଳର ବିକାଶ। ଭାଷଣ କ୍ଷମତା ନା ଶିକ୍ଷା ଜ୍ଞାନ ଠିକ ହବ? ଶିକ୍ଷକେଣ ନ କାହିଁ ହବ? ସାର୍ ଗୋଟେ କୋଶ୍ଚେନ୍ ଯୋଉ ଆସିଥିଲା ଯୋଉ ମାନେ ଆନ୍ସର ଥିଲା କାମଧୁକ୍ ନା କଣ ଏମିତି ଥିଲା ଗୋଟେ ଶ୍ଲୋକ ଯୋଉ ସେଟା କୋଉଠୁ ଆସିଛି? ମହାଭାଷ୍ୟରେ ଆସିଛି ଝିଅ ପତଞ୍ଜଳି କହିଛନ୍ତି। ଠିକ ଅଛି ବ୍ୟାକରଣ ଆଧାରିତ ସମାଲୋଚନା। ସାର୍ ହଁ ଯୋଉ ସତ୍ଵବିଧିର ଅଛି ଦଧି ସିଞ୍ଚତି ସେଇଥିରେ ଦନ୍ତ୍ୟ ସ ହବ ନା ମୂର୍ଧନ୍ୟ ସ ହବ? ଦନ୍ତ୍ୟ ସକାର ହବ ମୂର୍ଧନ୍ୟ କାହିଁକି ହବ? ହଁ ଯୋଉ ଏକ୍ଜାମ କରିଥିଲେ ସେଇଥିରେ ଦଧି ସିଞ୍ଚତି ମୂର୍ଧନ୍ୟ ସ ଦେଇଥିଲି ଆନ୍ସାର। ସେମିତି ତ ହେଇନଥିବ କାରଣ ଦଧି ସିଞ୍ଚତିରେ କାଇଁ ମୂର୍ଧନ୍ୟ ସ ତ ନିଷେଧ ଅଛି ପରା ଏଇଟା ମୂର୍ଧନ୍ୟ ଷ ହବନି। ହଁ। ଯୋଉ ଦଧି ସିଞ୍ଚତି ବାରି ସିଞ୍ଚତି ଯୋଉ ଅଛି ସେଇ ତିନିଟାରେ ଖାଲି ତମେ ଦନ୍ତ୍ୟ ସ ରହିବ ବାକି ଅଲଗା ଯୋଉ ଯଦି ପଡିଲା ସିଞ୍ଚତି ପିଲେ ମୂର୍ଧନ୍ୟ ଦନ୍ତ୍ୟ ସ ହିଁ ସବୁବେଳ ପାଇଁ ସିଞ୍ଚତିରେ ମୂର୍ଧନ୍ୟ ସ ନାହିଁ। ହେଲା ଯଦି କୌଣସି ଯୋଉ ପିଲା ଗୋଟେ ପରିଛିଞ୍ଚତି ପଡିଥିଲା ପରିସିଞ୍ଚତି ମାନେ ଅଭିସିଞ୍ଚତି ଅଲଗା ଅଲଗା ଯଦି ହବ ବାକ୍ୟ ମଝିରେ ଯଦି ଗେପ୍ ଥିବ ତାହେଲେ ସେଇଟା ଦନ୍ତେସ ହବ? ହୁଁ। ଯଦି ଉପସର୍ଗ ଲାଗିଲା ପିଲେ କଣ ତାହେଲେ ତମ ସେଠି ମୂର୍ଧନ୍ୟ ସ କାର କରିବ ଯେମିତି ପିଲେ ପରିସିଞ୍ଚତି ଅଭିସିଞ୍ଚତି ହଁ ଅନୁସିଞ୍ଚତି ଏଗୁଡାକରେ କଣ କରିବ ମୂର୍ଧନ୍ୟ କରିବ। ହେଲା ଆଜ୍ଞା। ହୁଁ। ବହିରେ ଖାଲି ତିନିଟା ଯୋଉ ଦେଇଛି ଦଧି ସିଞ୍ଚତି ବାରି ସିଞ୍ଚତି ଆଉ ମଧୁ ସିଞ୍ଚତି ଏଇ ତିନିଟାରେ ଖାଲି ଦନ୍ତ୍ୟ ସ ରହିବ। ଏ ତିନିଟା କୋଉ ବହିରେ ଦେଇଛି ଝିଅ? ବ୍ୟାକରଣ ଦର୍ପଣରେ ଦେଇଛି ଏଇଟା। ବ୍ୟାକରଣ ଦର୍ପଣ ଦେଇଛି ଏମିତିକା? ହଁ। ଆଚ୍ଛା ମୁଁ ବି ଜାଣିନି ପିଲେ ଏମିତି କିଛି ଅଛି ବୋଲି ପେଜ ଏଥିରେ ନମ୍ବର କେତେ କହିଲ? ଦେଖିକି କହିବି। ଛାଡ ଏସ୍ ଏସ୍ ଏଗୁଡା ବି ରେ କିଛି ଯୋଉ ପଡିଥିଲା ଏସ୍ ଏସ୍ ବି ଟିଜିଟି ରେ ଦଧି ସିଞ୍ଚତି ସେଇ ଦନ୍ତ୍ୟ ସ ହିଁ ରାଇଟ ଦେଇଥିଲା। ହଁ ତ ଏସ୍ ଏସ୍ ବି ଟି ଜି ରେ ପରିଛିଞ୍ଚତି ପଡିଥିଲା ଦଧି ସିଞ୍ଚତି ନୁହଁ। ହଁ। ଆରେ ଦେଖ ଏଗୁଡାକରେ ପିଲେ କଣ ପାଇଁ ହବ ମତେ କହୁନ ଏଥିରେ ମୂର୍ଧନ୍ୟ ଷ କର କାହିଁକି ହବ? କିଛି ତ କାରଣ ନାହିଁ ହବାର ଆଁ କିଛି କାରଣ ଅଛି କି? ଦିଟା ଯାକ ତ ପଦ ଅଲଗା ଅଲଗା ନା ନାଇଁ? ନା ସାର୍ କର୍ମ ପ୍ରବଚନ ବୋଲି ଆପଣ କହିଥିଲେ। ଆ ଯେ ଦଧି ମଧୁର କିଏ କର୍ମ ପ୍ରବଚନ ଏଗୁଡାକ ତ କିଏ ପଦ ସାର୍ ଏଇ ଗୁଡାକ। ଯୋଉ ପରିସିଞ୍ଚତି ଆପଣ କହିଥିଲେ। ଆଉ ପରିସିଞ୍ଚତି ଯେତେବେଳେ କର୍ମ ପ୍ରବଚନ ହବ ସେତେବେଳେ ଦନ୍ତ୍ୟ ସ କାର ଯେତେବେଳେ ଉପସର୍ଗ ହବ ସେତେବେଳେ ମୂର୍ଧନ୍ୟ ଷ କାର। ନର୍ମାଲ ତମକୁ ଯଦି ପଚାରିଲା ପିଲେ କଣ ତାହେଲେ ମୂର୍ଧନ୍ୟ ଯଦି ପରିସିଞ୍ଚତି କି ଅଭିସିଞ୍ଚତି ପଚାରିଲା ତାହେଲେ ମୂର୍ଧନ୍ୟ ହିଁ କରିବ। ହେଲା। ସାର୍ ଓଡିଶାରେ ସଂସ୍କୃତ ଶିକ୍ଷା ଟା ପ୍ରାଥମିକରୁ ହବ ନା ମାଧ୍ୟମିକରୁ ହବ? ଅବଲୋକ୍ୟର ଟିକେ ପ୍ରାଥମିକ ଝିଅ। ସେଟା ପ୍ରାଥମିକ ହବ। ଅବଲୋ ସାର୍ ସଂସ୍କୃତ ଶିକ୍ଷା ଟା କେନ ପ୍ରଦୀୟତେ? ସଂସ୍କୃତ ଶିକ୍ଷା କାହା ଦ୍ଵାରା ପିଲା ହଉଛି ତମ ଓଡିଶା ସରକାରଙ୍କ ଦ୍ଵାରା ହଉଛି। ଶିକ୍ଷା ଯୋଉ ୟା ଦ୍ଵାରା ଶିକ୍ଷା ବିଭାଗ ଦ୍ଵାରା ସାର୍ ଶିକ୍ଷା ବିଭାଗ ଦ୍ଵାରା ହବ ନା? ହଁ। ସାର୍ ଭାରତୀୟ ଭାଷାର ଫାଉଣ୍ଡର କିଏ? କାହାର ଫାଉଣ୍ଡର ଝିଅ? ଭାରତୀୟ ଭାଷା ପରିବାରର। ଭାରତୀୟ ଭାଷା ପରିବାରର ଦେବେନ୍ଦ୍ର ଫାଉଣ୍ଡର ଶର୍ମା। ଦେବେନ୍ଦ୍ର ଶର୍ମା। ଦେବେନ୍ଦ୍ର ଶର୍ମା। କିଏ ସାର୍? ଏଇଟା ଝିଅ ଦେଖିବ ମୁଁ ବି ଆଜି ଫାଷ୍ଟ ଟାଇମ ଶୁଣୁଛି ଭାରତୀୟ ଭାଷା ପରିବାରର ଜନକ କିଏ ବୋଲି ଦେଖିବ କି ଏମିତି ପ୍ରଶ୍ନ ଆସୁଛି କି ପିଲା ପରୀକ୍ଷାରେ? ସାରେ ପ୍ରତ୍ୟୟ ଆଉ କିୟ ପ୍ରତ୍ୟୟ ଭିତରେ କନଫ୍ୟୁଜ ରହୁଛି ଟିକେ କହିଦିଅନ୍ତୁ। ସାର୍ ସେଥିରେ ଟିକେ ଅବଲୋକ୍ୟ ଟା ଯେତିକିଟା ଟିକେ ଉଦାହରଣ ଲୋକ୍ ଅଛି ନା ସେଇ ଲୁକ୍ ଟିକେ ଉଦାହରଣ ତକ କହିଦିଅନ୍ତୁ। ମନେ ରଖିବ। ଠିକ ଅଛି ଲୋକ ଧାତୁ ଲୋକରୁ ହବ ଲୋକ ନେ ଲୋକ। ଲ ରେ ଓ କାର। ଆଜ୍ଞା ଆଜ୍ଞା। ସାର୍ ୟ ପ୍ରତ୍ୟୟ ମାନେ ଠିକ ଏଇଟା ରାଜାଙ୍କ ସଂଖ୍ୟା କେତେ ଠିକ? ସେ ଯୋଉ କ୍ଷ ପ୍ରତ୍ୟୟ ୟ ପ୍ରତ୍ୟୟ ପିଲା ଅଛି ଏଗୁଡାକର ତମର ସେ ଯୋଉ ଆମ ନୋଟ ରେ ଯେତିକି ଉଦାହରଣ ଦେଇଛି ପିଲେ ସେତିକି ମନେ ରଖିଥାଅ ସେଇଟା ହିଁ ହେଇଯିବ ହେଲା।
ସାର୍ ପ୍ରତ୍ୟୟ ଗୁଡା ଯେତିକି ଆପଣଙ୍କ ନୋଟ ରେ ଅଛି ସେତିକି ଖାଲି ମାନେ ଭଲସେ ଦେଖିଦେଲେ ହେଇଯିବ। ସେତିକି ହେଇଯିବ ପିଲେ ତା ଭିତରୁ ପଳେଇ ଆସିବ କିଛି ଅସୁବିଧା ନାହିଁ। ଆଜ୍ଞା ସାର୍। ଏଠି ବି ନିୟମ ଦେଇଛି ହୁଁ ନିୟମ ଦେଇଛି କଣ ବୁଝିହଉନି। ଏଠି ବି ଗୃହ୍ୟମ ଦେଇଛି ଗୃହ ଯୁକ୍ତ କ୍ୟା ଏଠି ନେୟମ ଦେଇଛି ନି ଯୁକ୍ତ ୟ ମାନେ କେମିତି କଣ ଡିଫରେନ୍ସ କଣ ଏଠି ଜାଣି ହଉନି। ଏ ଯୋଉ ଶଶୁରର ସ୍ତ୍ରୀଲିଙ୍ଗ ସୃଷ୍ଟି ହଉଛି ଏ ସୃଷ୍ଟି ଟା କେମିତି ଲେଖା ହବ? କଣ ଲେଖା ହବ କି ସୁକ୍ତି? ସାର୍ ଯୋଉ ଶଶୁରର ସ୍ତ୍ରୀଲିଙ୍ଗ ଯୋଉ ସୃଷ୍ଟି ଶଶୁରର ସ୍ତ୍ରୀଲିଙ୍ଗ। ଦୀର୍ଘ ବିସର୍ଗ। ହଁ ଦୀର୍ଘଉ ତାପରେ ବ ଶ୍ୱଶୁରର ଫଳା ତାପରେ ବିସର୍ଗ। ସାର୍ ବହୁବ୍ରୀହି ସମାସରେ ସେଇ ୟେନ ସହ ଆଉ ୟସ୍ୟ ସହ କେମିତି ଜାଣିବା ସେଇଟା? ସେଇଟା ଝିଅ ଅର୍ଥ କଲେ ଜାଣିପାରିବ କଣ ୟସ୍ୟ ଲାଗୁଛି ନା ୟନ୍ ଲାଗୁଛି ବୁଝିହଉଛି। କିନ୍ତୁ ଯୋଉଠି ପ୍ରାୟତଃ ତ ପ୍ରତ୍ୟୟ ଥାଏ ସେଠି ପ୍ରାୟତଃ ୟନ ହିଁ ହେଇଥାଏ ଯେମିତି ବାନ୍ତ ବୃଷ୍ଟି ୟେନ ସହ ହଁ। ଦତ୍ତା ଦୃଷ୍ଟି ୟେନ ସହ ଏଗୁଡାକରେ ପ୍ରାୟତଃ ଯୋଉଥିରେ ଆରମ୍ଭରୁ ତ ପ୍ରତ୍ୟୟ ଥିବ ପ୍ରାୟ ଜାଗାରେ ୟନ ହିଁ ହେଇଥାଏ। ଠିକ ଅଛି ଆଉ ବାକି ଯୋଉ ଜାଗାରେ ତ ପ୍ରତ୍ୟୟ ନଥିବ ସେ ଜାଗାରେ ପ୍ରାୟ ଜାଗାରେ ୟସ୍ୟ ହିଁ ଲାଗିଥାଏ ପିଲେ। ହଁ ଯେମିତି ପିଲେ ପିତମ ଅମ୍ବରମ ୟସ୍ୟ ସହ ନା ନାଇଁ ସେଠି କଣ ପିଲେ ୟନ ସହ ହଉଛି କି? ହୁଁ। ସେ ଧନପତି କ୍ରୋଧ ବିଶ୍ଳେଷିତସ୍ୟ ଟିକେ ବିଗ୍ରହ ବାଚ୍ୟ ଟା ସାର୍ କୁହନ୍ତୁ। ଏଇଠି ଯୋଉ ବହୁତ ବଡ ବିଗ୍ରହ ବାକ୍ୟ ଏখানে ତ ବହୁତ ସାରା ପଦ ଅଛି ଠିକ ଅଛି। ତ ପ୍ରଥମେ ଅଛି ଧନପତେ କ୍ରୋଧ ଧନପତି କ୍ରୋଧ ତାପରେ ଧନପତି କ୍ରୋଧେନ ବିଶ୍ଲେଷିତଃ କମା ଧନପତି କ୍ରୋଧ ବିଶ୍ଲେଷିତସ୍ୟ ତୃତୀୟ ତତ୍ପୁରୁଷ ଠିକ ଅଛି। ସାର୍ ଆଉ ଥରେ ୟସ୍ୟ ୟନ ଟିକେରେ କହିବେ। ୟନ ଝିଅ ଯୋଉଠି ଝିଅ ଆରମ୍ଭରୁ ତମକୁ ତ ପ୍ରତ୍ୟୟ ଦେଖିବାକୁ ମିଳୁଥିବ। ଆଉ ବାକି ଅନ୍ୟ ଜାଗାରେ ଝିଅ ୟସ୍ୟ ଲଗେଇବ ହୁଁ। ଆଜ୍ଞା। ସାର୍ ଏକ୍ସାମ୍ପଲ ଦେଲେ। ଯେମିତି ଦତ୍ତା ଦୃଷ୍ଟି ଯେନ ସହ କାହିଁକିନା ଦତ୍ତା ଟା ତ ପ୍ରତ୍ୟୟ ତ ୟନ ଲଗେଇବ ହୁଁ। କିନ୍ତୁ ଦଶ ମୁଖାନି ୟସ୍ୟ ସହ ଏଠି ଦଶଟା ପିଲେ ତ ପ୍ରତ୍ୟୟ ନୁହଁ ସେଥିପାଇଁ ପିଲେ କଣ ହେଲା ଦଶ ମୁଖାନି ୟସ୍ୟ ସହ ଦଶ ମୁଖ ନା ନାଇଁ ବା ଦଶ ଆନନାନି ୟସ୍ୟ ସହ ଦଶ ଆନନଃ ବୁଝିହଉଛି। ଅବିହିତ ଗତି ନ ବିହତ ଗତି ନଏ ତ ପୁରୁଷ ହବ ନା? ହୁଁ। ଆଜ୍ଞା। ସାର୍ ଅବିହିତ ଅନୁକୂଳ ବହୁବ୍ରୀହି ସମାସ है। କୋଉଥିରେ ବହୁବ୍ରୀହି ସମାସ? ଅବିହତ ଗତି ଟା। ହଁ ଅବିହତ ଗତି ବହୁବ୍ରୀହି ସମାସ ହବ। ସାର୍ କେମିତି ସେଇଟା ତ ନ ବିହତ ଗତି ହବ ନା? ନାଇଁ 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 ମୁଁ ଅନ୍ୟ କଣ ଶୁଣିଲି। ନାସ୍ତି ବିହତ ଗତି ଅସ୍ମିନ୍ ତଦ୍ ବହୁବ୍ରୀହି ହବ। ସାର୍ ଟିକେ ବିଗ୍ରହ ଟା ଆଉଥରେ କୁହନ୍ତୁ ତ। କିଛି ନାହିଁ ପିଲେ ଅବିହତ ଗତି ୟସ୍ୟ ସହ ଅବିହତ ଗତି ହେଲା। ସେ ଏଇଟା ତ କୁହା ହେଇ ନଥିଲା ଏମିତି। ଆଉ କଣ ହେଇଥିଲା ଏଇଟା କହିଥିବ ନା ଆଉ। ସାର୍ ସାର୍ ଅନୁକୂଳ ସକାର ପାଇଁ କିଛି ଏମିତି ଉଁ ସାର୍ ଅନୁକୂଲମ୍ ଅନୁକୂଳମ କଣ ତାକୁ କହିବ ପିଲେ ଅନୁକୂଳମ ନର୍ମାଲି ଏଥିରେ କିଛି ଇଏ ହେଇନି। କୂଳମ ଅନୁ ହବ କି? ଦ୍ୱିତୀୟ ତତ୍ପୁରୁଷ। କୂଳ ମନୁ ବି ହବ ଅବୟଭାବ ବି ହବ। ଅବିର୍ଭାବ ସମାସ କରିବ ଯେମିତି ଆଉ ହେଲା। ସାର୍ ସେ ବିଗ୍ରହ ଟା ଟିକେ କୁହନ୍ତୁ। ବିଗ୍ରହ ବାକ୍ୟ ଏମିତି ହବ ମାନେ କଣ ପିଲା ହବ କୂଳଶ୍ୟ ଅନୁରୂପମ ଅନୁକୂଳମ ହଁ। ବା କୁଳମ ଅନୁକୂଳମ ହେଲା। ହଁ ହଉ ସାର୍ ଉକ୍ତ କର୍ମଣି ପ୍ରଥମା ସେଇଟା କେମିତି ଜାଣିବା ସାର୍? କୋଉ ପ୍ରଥମା? ସେ ଉକ୍ତି କର୍ମରେ ପ୍ରଥମା ଆସେ ଏଇଟା ଟିକେ ଏମିତି ଜାଣି ହଉନି। ତ ସେଇଟା ଦେଖିବ ଯେ କଣ ବାକ୍ୟ ଦେଇଛି ବାକ୍ୟରେ ଯଦି କର୍ତ୍ତା ତୃତୀୟ ହେଇଛି ତ ନିହାତି ଭାବରେ ଉକ୍ତ କର୍ମଣି ପ୍ରଥମ ହବ ଯିଏ ପ୍ରଥମରେ ଥିବ ହୁଁ। ଆଚ୍ଛା। ସାର୍ ହଉ ଗତବର୍ତ୍ତୀର ସାର୍ ସ୍ତ୍ରୀଲିଙ୍ଗରେ କଣ ରୂପ ହବ? ଗତବଚନ ନିଜେ ଝିଅ ସ୍ତ୍ରୀଲିଙ୍ଗ ଆଉ।
ଆରେ ପିଲେ ଭଏସ ଶୁଣି ପାରୁଛ? ହେଲା ପିଲେ ଗତ ଗତିଜ ନିଜେ ସ୍ତ୍ରୀଲିଙ୍ଗ ପଦ ହେଲା। ହଉ ପିଲେ ଯାଉ ଏଥର ପଢାପଢି ଟିକେ କର ଆଉ ପୁଣି ଯାଇକି ପହର ଦିନ ପିଲେ ଏକ୍ଜାମ ରହିଲା ଆଉ। ଆଉ ଗୋଟେ question। କଣ୍ଠା ଶ୍ଲେଷ ପ୍ରଣୟୀ ସପ୍ତମୀ ତତ୍ପୁରୁଷ ନା? କଣ୍ଠା ଶ୍ଲେଷେ ପ୍ରଣୟୀ କମା ତସ୍ମିନ୍ ସପ୍ତମୀ ତତ୍ପୁରୁଷ। ବନିତା କିଏ ଅଛ ଭିଡିଓ ଅଫ୍ କର। ସାର୍ ଏଇ ଯୋଉ ନୟନ ଶୁଭଗ ସେଇଟା ହୁଁ ହଉଛି ଷଷ୍ଠୀ ତତ୍ପୁରୁଷ ନା ସପ୍ତମୀ ତତ୍ପୁରୁଷ? ଏଗୁଡା ସବୁ ସପ୍ତମୀ କରିବ ଝିଅ ନୟନ ଶୁଭଗ ଶ୍ରବଣ ଶୁଭଗ ହେଲା।